এই মাসে নিউলি যে মানে জয়েন করেছেন নূতন ভাবে এটা লাগি গোটে জোরদার করতালি হোক। ଆମର ଏସ୍ଏସ୍ସି ଗ୍ରୁପ୍ ସାଇ ଗ୍ରୁପ୍ ଗୋଟେ ଫ୍ୟାମିଲି ବୁଝିଲେ କି ଆଉ ଫ୍ୟାମିଲିରେ ବହୁତ କାର୍ଯ୍ୟକର୍ତ୍ତା ଆଉଛନ୍ ଯାଉଛନ୍ ବି ଆଉ ସର୍ଭିସ୍ ବି ପାଉଛନ୍ ବୁଝିଲେ 27 ବର୍ଷର କମ୍ପାନୀ 27 ବର୍ଷ ଗୋଟେ ସାଇ ଗ୍ରୁପ୍ ଅର୍ଗାନିକ୍ ଲିଡର ବୁଝିଲେ କି ଲେଖା ଅଛି ଆଣ୍ଡ ଅର୍ଗାନିକ୍ ଲିଡର ବୁଝୁଛନ୍ତି ଏଥିରେ କିଛି ଗୁଡ଼ାଏ ଆମର କୃଷିଜାତ ଦ୍ରବ୍ୟ ରହୁଛି ଯେନ୍ଟାକି ଚାଷୀ ଭାଇମାନେ ବ୍ୟବହାର କରିକିରି ଉପକୃତ ହେଉଛନ୍ତି ବୁଝୁଛନ୍ତି ବେଲେ এইটা আমার ওড়িশা সাঙ্গে সাঙ্গে ওড়িশা বাহারে भी এই জিনিস মানে সব চলুছে অদর কন্ট্রি কেন কন্ট্রি আমার পড়োশী কন্ট্রি হল নেপাল ভুটান শ্রীলঙ্কা বাংলাদেশ বুঝছেন কি আও আমার কোম্পানির নিজের প্যাকিং হাউস আছে মেকিং হাউস আছে মেকিং প্যাকিং সব কিছু আছে আমি কৌশি মানে লোকঙ্কঠু সামান আনিকি নপেকি না বিকবা ଆଉ ଭାରତ ଆମର ଓଡ଼ିଶାରେ ଯେତେ ବି କମ୍ପାନୀ ଅଛନ୍ ସେମାନେ କାଣା କରୁଛନ୍ ସାମାନ ନପେଇ ଆନିକିରି ଚାଷୀକେ ବିକୁଛନ୍ ବୁଝୁଛନ୍ କି ଆମର କ୍ୱାଲିଟି କ୍ୱାଣ୍ଟିଟି ସବୁ ମାନେ ଲାଜବାବ ବେହତରିନ ବୁଝୁଛନ୍ କି କିଏ ଏନ୍ତା ଫେସ୍ କରଲେ ନ କାଁ କିଏ ତାମାନେ ଏ ଜିନିଷ କାମ ନାଇଁ ଦେବା ଚାଷୀମାନେ ଆମର ସାଙ୍ଗରେ ଡାକସନ୍ କାଁ ବୁଝୁଛନ୍ କି ସେଟା କହିପାରିବେ ଆପଣ ଆଉ ଆମର ନୂଆ ଭାଇ ମାନେ କିଏ ଠିଆ ହୁଅନ୍ତୁ ଟିକେ ନୂଆ ମାନେ ଆସିଛ ପୁରୁଣା ନୂଆ ବେଲେ 8 ଜଣ ଏ ସଂସ୍ଥାରେ ଆପଣମାନେ ନ୍ୟୁଲି ଜଏନ୍ କରିଛନ୍ ବୁଝିଲେ କି ଏଇଟା ଗୋଟେ ସେଟ୍ ଗ୍ରୁପ୍ ଯେନ୍ଟାକି ତାମାନେ ଧୀରେ ଧୀରେ କରି ସବୁ ଜାଗାରେ ନୂଆପଡ଼ାରେ ବି ଆମର ଗ୍ରୁପ୍ ରହୁଛନ୍ ତାଙ୍କର ଅଲଗା ଗୁଡ଼ ଜିନିଷ କେନ୍ଦ୍ରାପଡ଼ାରେ ଅଲଗା ଆସି ନବରଙ୍ଗପୁରରେ ଅଲଗା ଆସି ସବୁ ସାଇଡ଼୍ରେ ମାନେ ଅଲଗା ଅଲଗା ସାର୍ ତ ଟାଇମ୍ ନାଇଁ ନକେ କ୍ଲୋଜିଂ ଯାଉଛନ୍ ସେମାନେ ଏବେ ଆମକୁ ସେ ଟାଇମ୍ ଦେଇଛନ୍ କିଛି ଟାଇମ୍ ପରେ ଆସିବେ ବୁଝିଲେ କି ତାଙ୍କର ମୁଁ ବି କିଛି ଆମକୁ ଶୁଣବାର ଅଛେ ଜାଣବାର ଅଛେ ଆମର ଗ୍ରୁପ୍ ବାବଦରେ ଆମର ପ୍ରଡ଼କ୍ଟ ବାବଦରେ ଆପଣଙ୍କର କିଛି ବି ଯଦି ବସୁନ୍ ଆପଣଙ୍କର କିଛି ବି ଯଦି ଅଭିଯୋଗ ଅଛି କି ଆଉ କେନ୍ତା ପ୍ରଡ଼କ୍ଟ ଦରକାର କି ଆଉ ରେଟ୍ ଟିକେ କମ୍ କଲେ ହେତା କି ଆଉ ଟିକେ ବଢ଼ାଲେ ହେତା ଆପଣମାନେ ସବୁ ପୁରା ଖୋଲି ଫ୍ରେଣ୍ଡଲି କଥା ଲାଗିପାରେ ବୁଝୁଛନ୍ତି ଏଥିରେ ସେଲେକ୍ଟ ସିଷ୍ଟମ୍ ବହୁତ ବେହତରିନ ଅଛି ଆମକୁ ଦେଖିକରି ସେ ଜିନିଷ ମାନେ ବନୁଛି ଚାଷୀକେ ଦେଖିକରି ତାର ଲାଗି ସାମଗ୍ରୀ ମାନେ ବନୁଛି ବୁଝିଲେ କି ବେଲେ ଏଥିରୁ ସବୁଥିରୁ ଭଲ ପ୍ରଡ଼କ୍ଟ ବେଲେ ସବୁ ପ୍ରଡ଼କ୍ଟ ହିଁ ଆଏ এটা ଗୋଟେ ସେକ୍ ସୁଫଲା ସୁପର ଅଛି 10 କେଜିଆ पे ବୁଝୁଛନ୍ତି 10 କେଜିଆ ସେକ୍ ସୁଫଲା ସୁପର ଅଛି এটা ଆମର ଯେନ୍ଟା ପାଣି ମାଡ଼ୁଛି ଯେ ଜାଗାରେ ଯେନ୍ଟାକି ଗହମ ହେଲା କି ଆପଣଙ୍କର ଧାନ ହେଲା ଏ ଜାଗାମାନଙ୍କୁ ଏଇଟା ଗୋଟେ ବ୍ୟାଗ୍ ଦିଆଯାଉଛି ଆଉ ଯେନ୍ ଡବଲ୍ କ୍ରପ୍ ରହୁଛି ଡବଲ୍ କ୍ରପ୍ ଦୁଇ ଫସଲ ଧାନଟା ସେନୁ ଆମେ କମ୍ ସେ କମ୍ 2 ବ୍ୟାଗ୍ ଯଦି ସୁଫଲା ଦେମା ସାରର ପରିମାଣ 20% କାଟିଦେବେ ରାସାୟନିକ ସାର ଯେନ୍ଟାକି ୟୁରିଆ DAP ଗ୍ରୁମର ପଟାସ ଜିନିଷ ମାନେ ଆପଣ 20% ସେନୁ କାଟିଦେଲେ ଇଏ ବେହତରିନ ରିଜଲ୍ଟ ଆସିବ ବୁଝିଲେ କେନ୍ତା ରିଜଲ୍ଟ ଆସିବା ଗଛର ଗ୍ରୋଥ୍ ଭଲ ରହିବା ଚେର ଗଭୀରକେ ଯାଇପାରବା ଜଳଧାରଣ କ୍ଷମତା ରକ୍ଷା କରିପାରବା ଗଛର କଲର୍ ମସ୍ତ ରହିବା ପୁରା ଡିପ୍ ରହିବା ବୁଝିଲେ କି ପିଲ ଭଲ ଆସିବା ମାଇ ଗଛ ପିଲ ଗଛ ସମାନ ରହିବା ଆପଣ ଧାନ ଫଲେଇ ନାଇଁ ପାର ଫଳିଲେ ବି ବହୁତ ଷ୍ଟ୍ରଙ୍ଗ ରହିବା ଆଉ ରାସାୟନିକ ହିସାବରେ କି ଆପଣ ବିଭିନ୍ନ ପ୍ରକାର ମାର୍କେଟରେ ଆଉଛି ଭିଟାମିନ୍ ମାନେ ସେ ଜିନିଷ ମାନେ ବ୍ୟବହାର କଲେ କାଣା ହେଉଛି ମାନେ ଗଛ ତ ହାଇଟ୍ ହେଇଯାଉଛେ ଯେତେବେଳେ ପରିପକ୍ୱ ହେଉଛି ଯେତେବେଳେ ଆଦାୟ ହାର୍ଭେଷ୍ଟିଂ ହେଉଛି କାଟବାର ଟାଇମ୍ ହେଉଛି ପ୍ରକୃତି ଟାଇମ୍ ଆମର ସାଇକ୍ଲୋନ୍ ମାନେ ପ୍ରାୟ ଆସିଛି ସମସ୍ତେ ଅନୁଭବ କରିଛୁ ଓଡ଼ିଶାରେ ରହୁଛୁ ବରଗଡ଼ ଜିଲ୍ଲାରେ ରହୁଛୁ ସମସ୍ତେ ଅନୁଭବ କରୁଛନ୍ତି କି ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଆମର ଧାନ ପଡ଼ି ଆସି ନେପି ଗଲେ କାଣା ହେସି ଚାଷୀର 30% ମେନଲି ଆମର ମାନେ ଚାଷୀ ପ୍ରଧାନ ରାଜ୍ୟ ଓଡ଼ିଶା ସେଥିରୁ ଧାନଟା ମ୍ୟାକ୍ସିମମ୍ କରାଯାଏସି ବରଗଡ଼ ଜିଲ୍ଲା ଆମର ଭାତହାଣ୍ଡି କୁହାଯାଉଛି ବୁଝୁଛନ୍ କି ଧାନ ଉପରେ ଆଉ ଭେଜିଟେବୁଲ୍ ତ କରୁଛନ୍ ମେନଲି ବରଗଡ଼ ଭିତର ସାଇଡ଼୍ରେ ପଡ଼ିଯିବେ ବେଲେ କରେଲା ହେଉଛି ଆମର ଭଟଲି ସାଇଡ଼୍ରେ ଆଉ ବେଶୀ କରି ପୁଟଲ ହେଉଛି ଆଉ ଆମର ଏଇ ସାଇଡ଼୍ରେ ପଡ଼ିବା ବେଲେ ବେଶୀ କରି ଆମର ହେଉଛି ମାଖନଟା ବେଶୀ କରୁଛୁ ବୁଝୁଛନ୍ ତାର ପରେ ପରେ ହେଉଛି ଗାର୍ମର ଆକାରରେ
ଏଇଟା ଗୋଟେ ସେ ଯାଏ ଗୁଡ୍ ବୁଝୁଛନ୍ତି 8 କିଲୋର ବ୍ୟାଗ୍ ଧାନରେ ଗୋଟେ ବ୍ୟାଗ୍ ଭେଜିଟେବୁଲ୍ ଆପଣ କରୁଛନ୍ ଯେନ୍ଟାକି ମାନେ ହାର୍ଭେଷ୍ଟିଂ ବେଲେ ଯେନ୍ ଦିନ ବାହାରୁଛି ଆମର ଜଗାଲା ପରେ ଯେନ୍ ଦିନ ବାହାରବା ଯେନ୍ଟାକି ମିର୍ଚା ହେଲା କି ଆପଣଙ୍କର ବାଇଗଣ ହେଲା କରେଲା ହେଲା ଝୁରେଲି ହେଲା ଆପଣଙ୍କର କାକୁଡ଼ି ହେଲା ବିଭିନ୍ନ ଯେନ୍ ଆମର ହେଉଛି ମାଖନ ହେଲା ବୁଝିଲେ କି କଖାରୁ ହେଲା କୁସେର ହେଲା ଏ ଜିନିଷ ମାନେ ସବୁଥିରେ ଆମେ ଏ ଜିନିଷ ମାନେ ବ୍ୟବହାର କରିପାରିବା ଏଇଟା ବି 2 ବ୍ୟାଗ୍ ଲାଗ୍ବା ଭେଜିଟେବୁଲ୍ରେ ଆଉ ଧାନରେ 1 ବ୍ୟାଗ୍ ଲାଗ୍ବା ଆମର କେନାଲ ଅଞ୍ଚଳ ମାନଙ୍କୁ ବି ଏଇଟା 1 ବ୍ୟାଗ୍ ପାଇବା ଯଦି 2 ବ୍ୟାଗ୍ ସୁଫଲା ଦେଇଛନ୍ତି ତାପରେ ଏଥିରେ କାଣା କାଣା ରହୁଛେ ଦେଖୁন আমিনো অ্যাসিড মিশ্রিত দানা বুঝলে কি নাইট্রোজেন ফসফরস পটাশ তারপরে ম্যাঙ্গানিজ জিঙ্ক ক্যালসিয়াম কপার ম্যাগনেসিয়াম বোরন সলফর ক্লোরিন সোডিয়াম কার্বন এত জিনিস কম্পোজিশন কৌশি কোম্পানিরে দেই না পারে ଆଉ ଏ ଜିନିଷ ଯେତେବେଳେ ଗଛ ସବୁ ପାଇପାରୁଛେ ତାର ହୃଷ୍ଟପୃଷ୍ଟ ଆକାରରେ ବଢ଼ୁଛେ ଆଉ ଶୁକ୍ଲା ଯେତେ କାମ କରିଯିବା ତାର ଇଏ ଆଗକେ ବଢ଼ାବା ବୁଝୁଛନ୍ତି ତାପରେ ଏଟାকে ଆମକୁ ସ୍ପ୍ରେ করবার ଅଛି 8 ରୁ 10 ଦିନ ପରେ 1 লিটর পানিরে 4 ml আকারে ଆପଣ স্প্রে করাবেন ভিটা সেকো ভিটা বুঝলে কি 1 লিটর 1 একরে গোটা বোতল দিয়া যাচ্ছে পহেলার ଆପଣ স্প্রে করলে ধান গছ ছোট ছোট দিছি ডবল সার মারি সারা পরে 8 ରୁ 10 দিନରେ ଆପଣ এটাকে স্প্রে করাবেন 1 লিটর পানিরে 4 ml ঢোল যে হিসাবে কিংবা আমার স্প্রেজর মেশিন যে হিসাবে রখিবা যেতে ঢোলিয়া দিবা সেই হিসাবে আপনি জিনিসকে স্প্রে করাবে ঠিক আছে আউ থরে গর্ভনি স্টেজ গর্ভনি কে টাইমরে কোয়া যাসি ধান যেতেবেলে বুলাসি ধান পেটরে দিছি বুঝলে কি সেটাকে গর্ভনি স্টেজ কোয়া যাসি সেই টাইমরে ধান না বাহাবার আগলিরু আপন এটাকে ফের 1 লিটর পানিরে 4 ml আকারে আপন স্প্রে করাবে পুরা ভিজে করে স্প্রে করাবে ভিজে করে স্প্রে করারে আমার বেনিফিট কানা হবা আপনার ধান मैक्सिमम तो मैक्सिमम मोटा आसवा बड़ फेर केंडा आसवा एका घरे मथा लुएबा बेले काना करछन धान ग्रोस के सारा बेले बांध जेनेसी बुझछन कि आउ सब फ्रूट रहबा और तार क्वालिटी पूरा चकचकौ दुबा सुना जेता माने चकचकौ दुसी पूरा फ्रूट दाना रही ओजन रे आपनकर गोटे पैकेट जदि आमे बस्ता पैकेट जदि व्यवहार करूछु बेले 49 50 51 52 रहबा प्रत्येक पैकेट रहा फ्री बुझल आप माइंड कर चाषी भी निजे आमको कहे आम मैंने समस्ते निजे निजे चाष भी करूँ अर्गानिक आउ रासायनिक उपरे जे हिसाब से चाष करूँ आमर हे हिसाब से मुनाफा नहीं होते खर्चा कमी जाऊँचे आदाय बढ़ी जाऊँचे आउ एसएससी ग्रुप्र आप सामान जो व्यवहार करुछन दिन दिन के धान उपरे रासायनिक सार परिमाण 15% 20% प्रत्येक वर्ष पकटी होगा धीरे धीरे कर आपंकर 75 केजी 50 केजी भितर मैक्सिमम 3 वर्ष में आपंकर 50 रू 75 केजी भितर सार रही रासायनिक सार आम ए व्यवहार करूँ कम से कम 1.5 क्विंटल 2 क्विंटल केनाल अंचल गले 3 क्विंटल 3.5 क्विंटल गोटे गोटे एकत्र आम व्यवहार बुझुन कि बुझुन तो आज्ञा 3.5 क्विंटल बोले 5 पैकेट सार मरा हो धीरे धीरे कम हो बुझुन कि सुशांत पचराबे न एंता रिजल्ट आउची तांको निजे करूछन 10 सेकंड चाष करूछन ऑर्गेनिक हिसाब सार परिमाण से कमी ଯିବା तारपरे परे हमर धान रे रोग पोक समस्या रही रोग पोक माने पहला रो आपनकर आसवा गंठी पोक बुझुन कि इनो हमर गोटे पाखा अछि टुमी बंगली गांठी अछि गैस रो आके टुमी बंगली अछि एनो सहला के 5 कि 6 किलोमीटर पड़सी टुमी बंगली सेना गोटे डैम अच्छी उठा जल चाष करसन तापर भी आउ गाँ मैंने अच्छी मरिकेल गोट टांगोर गाँ मैंने अच्छी बहुत बढ़िया चाष सेनो जेन मैंने 3 वर्ष लगा है व्यवहार कर सारे आम एसएससी ग्रुप्र बंटी पोक ना आसे आज्ञा जमीन मान घोड़ा बहु बोलसन जेटा कि आम चकड़ा कहसु चकड़ा ना आसे बुझले कि आ गोटे बंगी पुटसी बंगी बड़ बड़ खेड़ मान को काना करसी एंटुरा कर सेनो आउ धान नहीं हुए बुझले कि बंगी कह जाए से जिनिस माने नहीं हो बोले प्रत्येक 1 एकरे प्रत्येक रोग पोक उपरे 5% जो लॉस है बोले आम मैक्सिमम 30% लॉस हो जाए सोढ़ा आसी जासी गोटे महिषा आसी डिग स्पट कहसन पत्र एंता एंता स्पट आसवा लाल 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 बाकी बुझले
সেটা যেতবেলে হয়েগলা গছর খাদ্য প্রস্তুতি প্রণালী নিম্নমান রয়ে যাচ্ছে দবি যা গছ খাদ্য প্রস্তুত করে না পারে বুঝছেন কি বেলে সেটা কেন্তা করে না হওয়া এই জিনিস মানে যেতবেলে ব্যবহার করবে সব জিনিস কন্টিনিউ প্রোটিন গছ যেতবেলে পাউছে সব পরিপোষক তত্ত্ব যেতবেলে পাউছে ଆଉ ସେ ଜିନିଷ ମାନେ ନା ଏ ଜିନିଷ ମାନେ ନା ହଉ ଆପଣଙ୍କର ଗଣ୍ଠି ପୋକ ନା ହୁଏ ବୁଢ଼ା ପୋକ ନା ହୁଏ ବୁଝିଲେ କି ଆଉ ଆପଣଙ୍କର ମଇସା ଚହଡ଼ା କମି ସବୁ କିଛି ନାହିଁ ସାର ପରିମାଣ ରେସିଓ କମିଗଲା ଜମି ଭଲ ରହିଲା ଉର୍ବରକ୍ଷମ ରହିଲା ବୁଝୁଛନ୍ତି ଆପଣ ଯେତେବେଳେ ଯୋଗ କରୁଛନ୍ ପ୍ରତିଆ ବର୍ଷା ଯେତେବେଳେ ଆମର ଜୁନ୍ 15 ପରେ ପରେ କି ତାର ଆଗରୁ ଯେତେବେଳେ ପଢ଼ିଆ ହେଉଛି ଆମେ ଯେତେବେଳେ ଛେଡ଼କାପ କରୁଛୁ ମାନେ ଯୋଗ କରୁଛୁ ଶୁଖଲା ଯେନ୍ ଜମିରେ ପଡ଼ିଥିବା ସେଠୁ ସାଙ୍ଗେ ସାଙ୍ଗେ ଆପଣଙ୍କର ଯୋଗ ହେଇଯିବା ଆଉ ଯେନ୍ ଜାଗାରେ ଶୁଖଲାଟା ପଡ଼ିଥିବା ସେଇଟା ହାର୍ଡ଼ ରହିବ ଯୋଗ ଡାକ୍ତର ମାନେ ନାଇଁ ଭଲ କିନ୍ତୁ ଶୁଖଲା ପଡ଼ିଛି ବେଲେ 6-8 ଇଞ୍ଚ ଆପଣଙ୍କର ଯୋଗ କରିବ ନମନରେ ପଡ଼ିଲେ ଫୁଟେ ଫୁଟେ 14 ଇଞ୍ଚ ଖଣ୍ଡେ ଯୋଗ ହେଇଯିବ ଶୁଖଲା ଯଦି ପଡ଼ିଯିବ ଆପଣ ହେତି ମାଇଣ୍ଡ କରିବେ ଡିଫରେନ୍ସ କାଣା ଜଣା ପଡ଼ିଯିବ ଜଣେ ଗୋଟେ ଚାଷୀ 5 ଏକର କରିছে 2 ଏକର ଆପଣ କରୁছে ରାସାୟନିକ ପଦ୍ଧତିରେ 3 ଏକର କରୁছে ବୁଝୁଛନ୍ତି ହେଲେ ସେ 2 ଏକର ଯୋଗ ହେଇଯିବ 3 ଏକର ଯୋଗ ହେଇଯାଏ ଅଳ୍ପ ବର୍ଷାରେ ବି ଯୋଗ ହେଇଯିବ ମଧ୍ୟମ ବର୍ଷା ହାଇ ବର୍ଷା ହେଲେ ଯେତେବେଳେ ବେଶୀ ବର୍ଷା ଯେତେବେଳେ ହେଲେ ମାଟି ଦୁଇଟା ଶୁଖିବା ତାପରେ ସେ ଯୋଗ ମାଟି ଦୁଇଟି ଏହା ପରେ ପରେ ଆମର ଅଛି ଗୋଟେ ସଞ୍ଜୀବନୀ ପାୱାର ପ୍ଲସ୍ ବୁଝିଲେ କି ଇଏ ଫୁଲ୍ ମସିନ୍ ଲାଗି ଗଛର ଫୁଲ୍ ମସିନ୍ ଡେଭଲପ୍ ଲାଗି ଇଏ ବହୁତ କାର୍ଯ୍ୟକାରୀ ଫୁଲ୍ ନାଇଁ ଧରବାର୍ ଲାଗି ଫୁଲ୍ ମସିନ୍ ବେଶୀ ଆନବାର୍ ଲାଗି ସେ ଟାଇପ୍ର ହର୍ମୋନ୍ ଗୋଟେ ହର୍ମୋନ୍ ବି ବୋଲସୁଁ ଆମେ ଭିଟାମିନ୍ କହିସୁଁ ସମାନ ଗୋଟେ ଜିନିଷ ବୁଝୁଛନ୍ତି ବେଲେ ଛୋଟ ଛୋଟ ଢୋଲ ମାନେ ନେଲେ କାଣା আছে মানে ছোট ছোট বোতল যেনেকে অধা লিটর পায়ে 500 ml রেট মানে বড়তে যাচ্ছে পেকিং রেট মানে বড়তে যাচ্ছে কিন্তু আমি বড় বড় মানে 1 লিটর ম্যাক্সিমাম দিছি এটা নো চাষী মানে 5 লিটারই মাগি বসলে না বুঝলে কি এটা কাଣା কো ছিটিয়া পিটিয়া করছো মতে 5 লিটারটা দুইটা দেব বুঝছেন 5 লিটার দিলে মেকিং চার্জেস কমি যাবে রেট কমি মানে রেট কমি যাবে মেকিং চার্জেসটা মানে কমি গেলে রেট কমি যাবে ଆଉ ସେହି ଜିନିଷଟା ବୁଝିଲେ ଆଉ ଛୋଟ ଛୋଟ କେତେ କିଣିବ ବୁଝିଲେ ଆଉ ଆମର ଏ ଅଞ୍ଚଳରେ ଆପଣମାନେ ଆମେ ଯେନ୍ କାମ କରୁଛୁ କୁକ ରହୁଛେ ଆଉ ବିଭିନ୍ନ ହଉଛେ ତା ସାଙ୍ଗରେ ମୁଖ୍ୟ ଚାଷ ହେଲା କପା ଏବେ କପା ଆମର ଅଞ୍ଚଳରେ ବେଶୀ ବୁଝୁଛନ୍ତି ଆଉ ଇ ମାସ ମୁଁ କପାରେ ଆମର ଭିଟା ସେକୁ ଭିଟା ଯେନ୍ ଅଛି ଏଇଟା ସେକୁ ଭିଟାଟା ଆଉ ସଞ୍ଜୀବନୀ ସଞ୍ଜୀବନୀ ପାୱାର ପ୍ଲସ୍ କରୁଛୁ ପହିଲା ଭିଟା ମରେ ବଲମା ତାପରେ କାଣ ମରେ ବଲମା ସଞ୍ଜୀବନୀ ପାୱାର ପ୍ଲସ୍ ଭିଟା ମରା ମାନେ କାଣା ହେବା ଗଛ ଗ୍ରୋଥ করবা পড়ে গছকে পুষ্ট পুষ্ট করবার আছে টাকড়া করবার আছে তারপরে সঞ্জীবনী মারলে কাণ করব ফুল মসি জবর আছে যে হিসাবে বজাই দিবা সেই হিসাবে আমার কাণ হেবা ফল আছে ফুল ফল আছে আর ফল নাই ঝড়ে এবে বর্ষা ধীরে ধীরে একটু ছাড়তে যাবা বুঝছেন বর্ষা ছাড়ি দেলে কাণ আইসি আপনার গরম পড়িଯିବା ବୁଝିଲେ ବାଦଲ ଛାଇ ଆସବା କପା ଗଛମାନଙ୍କୁ ମାନେ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଫୁଲ୍ ପଶି ସବୁ ଝଡ଼ି ବସବା ମାର୍କେଟର ଯେନ୍ ପ୍ରକାର ଦୋକାନମାନଙ୍କୁ ଯେନ୍ ସାମଗ୍ରୀ ମିଳୁଛି ଭିଟାମିନ୍ସ ମାନେ ହରମୋନ୍ସ ମାନେ ଏଇଟା ମାରିଦେବେ ଆମର ସଞ୍ଜୀବନୀ ପାୱାର ପ୍ଲସ୍ ଆଉ ବାକି ଜିନିଷ ଭିଟାମିନ୍ସ ମାନେ ମାରିଦେବେ ଇଏ କାମ କରବା ମ୍ୟାକ୍ସିମମ୍ କାମ କରବା ଫଲ୍ ନାଇଁ ହୁଏ ମ୍ୟାକ୍ସିମମ୍ ଫଲ୍ ଆସିବ ପତ୍ର ବି ସଫା ରହିବା କଲର୍ ମସ୍ତ ରହିବା ପୁରା ଗ୍ରୀନେଟ୍ ରହିବା ବୁଝିଲେ ଜିନିଷ ବ୍ୟବହାର କରବାର ଅଛି ଏହା ପରେ ପରେ ଆମର ଗୋଟେ ନିମ୍ ଅଛି ସେକୋଡିମ୍ ଅଛି ପାଇକିଆଟା ଅଛି ବୁଝିଲେ କି ଜିନିଷ ବି ଆମେ ଚାଷୀକି ପ୍ରୋଭାଇଡ଼ କରିପାରମା କାଣା କାମ ଦେବା ଏଇଟା ଦେଖୁନ୍ ଜଉ ପୋକ ପୁଡ଼ା ପୋକ ଆମ୍ବ କଢ଼ିଆ ପୋକ ସଜକ୍ଷା ପତ୍ର ପୋକ ବୁଝିଲେ କି ଏ ପୋକମାନେ କାଣା করবে কোবিরে ব্যবহার করবে কদলীরে বাইগণরে আলুরে কখারুরে তারপরে আপনার চিনাবাদামরে লঙ্কারে মুগরে বিবিরে বিনসরে গাজর চনা শিম্ব ভেন্ডি লো রসুণ এইসব দিলে আপনার জিনিস ব্যবহার করবে এতে পোক মানে নেই মর পোক মানে রোগী না পান জিনিস ব্যবহার করলে পোক মানে রোগী না পান কিন্তু নেই মর আমি কোণী বৈজ্ঞানিক জিনিস ব্যবহার না করবে জিনিস ব্যবহার করলে কাଣା হব পোক মানে গছরে রহি না পারে গছ ভাল রহবা সুস্থ সবল রহবা বেলে আজ বি যদি আপনার
ସେପଟେ ମାରିକରି ଗାଈକେ ଯୋଉଦିନ ଆପଣ ସେନ ହାରଭେଷ୍ଟ କରୁଛନ୍ ଟୁଲୁଛନ୍ ଖାଇବାର୍ ଲାଗି କି ବିକବାର୍ ଲାଗି ଆପଣ କରିପାରିବେ ଖାଇବାକେ କିଛି ଅସୁବିଧା ନାହିଁ ବୁଝୁଛନ୍ତି। ଆଉ ବୈଜ୍ଞାନିକ ଯେ ଜାଗାରେ ହାଇ ପାୱାରର ମେଡ଼ିସିନ୍ ମାନେ ମାରୁଛନ୍ ବାଇଗଣ ଫାଇଗଣ କି ଆମେ ଯେନ୍ ଭେଣ୍ଡି ଘିନୁଛୁଁ କି କରେଲା ଘିନୁଛୁଁ ଝୁଡ଼ଙ୍ଗ ଯାହା ବି ଘିନୁଛୁଁ ଆମେ ତ ଜାଣିବାର୍ ନାହିଁ ଆଣିକରି ଖାଉଛୁ ଇନଡାଇରେକ୍ଟଲି ପଏଜନ୍ ଖାଉଛୁ ଆମେ ବୁଝୁଛନ୍ତି। ସମସ୍ତେ ସବୁ ଅଞ୍ଚଳରେ ସଚେତନ ହେଇଗଲେ ଆମର ବାଲ୍ ଯେ ଝଡ଼ି ଯାଉଛେ ବୁଝୁଛନ୍ତି ଆଖି ନାଇଁ ଦିଶବା ଗୋଡ଼ ହାତ ପଡ଼ି ଯାଉଛେ କମ୍ ବୟସରେ ଦାଢ଼ି ମେଛା ପାଚି ଯାଉଛେ ବୁଝୁଛନ୍ତି। ତାର ମୁଖ୍ୟ କାରଣ କାଣା କିଡନୀ ଷ୍ଟୋନ୍ ହାର୍ଟ ହେଇଯାଉଛେ ଲୋକଙ୍କୁ ହାର୍ଟ ଚୋକ୍ ହେଇଯାଉଛେ ବହୁବିଧ ରୋଗରେ ଲୋକେ ଆକ୍ରାନ୍ତ ହେଇକରି କମ୍ ଆୟୁଷରେ ମୃତ୍ୟୁବରଣ କରୁଛନ୍। ତାର ମୁଖ୍ୟ ସମସ୍ୟା ହେଲା ହାଇ ପଏଜନ୍ ୟୁଜ୍ ମ୍ୟାକ୍ସିମମ୍ ପଏଜନ୍ ଯେତେବେଳେ ୟୁଜ୍ କରିଦେଉଛେ ଚାଷୀ ନିଜର ମୁନାଫାର ଲାଗି ସେ ଜିନିଷ ଆମେ ମାର୍କେଟରୁ କିଣି ଆଣିକି ଖାଉଛୁଁ ନିଜର ମା କି ନିଜର ପତ୍ନୀ କି ନିଜର ଭଉଣୀକେ ବି ରୋଷେଇ କରୁଛନ୍ ବାଷ୍ପ ଆକାରରେ କିଛି ଯାଉଛେ ସେଟା ଆଉ କିଛି ଆମର ଶରୀରକେ ଆସୁଛି ପାର୍ଟସ୍ ମାନେ ଧୀରେ ଧୀରେ ଡେମେଜ୍ ଯାଉଛି ଯେନ୍ଟାକି ଆପଣ 2 ଲିଟରରେ ଯଦି ଆଉଛନ୍ ସେଥିରେ ଲିଟରେ ପେଟ୍ରୋଲ ଜାଗାରେ ଅଧା ଲିଟର କି 750 ml ଆପଣ ପେଟ୍ରୋଲ ବନଲେ ଆଉ 150 ml ପାଣି ବନେଇବେ ଗାଡ଼ି ତ ଜାଣି না পারে না কিন্তু তোমরা তো জানো কিন্তু তোমাকে সে গাড়ি বুঝাতে লাগবা কাই করলে ইজি পিজি সেটা আমি গাড়ি জানি পকাউছে দেখো আমি জানি না পারবা কি বৈজ্ঞানিক খাদ্য আমি খাওছি চাষীকে মুই যেতে ବି କହିଲି ତାର ଗୋଟେ ବି ପଏଣ୍ଟ ଆପଣ କହିଲେ ଚାଷୀର ମାଇଣ୍ଡରେ ଢୁକବା ସେହି ଦିନ ଯଦି ବି ନା ନେବା ନେକ୍ସଟ ଥର ଫେର ଯିବ ଚାଷୀକେ କହିବ କି এই জিনিস ফের দেখব তার মাইন্ডে ঢুকি ଯିବା ঠিক আছে একরে 2 একর 5 একর তার রেসপন্স যেটা আসবা তাকে যেটা রিকোয়ারমেন্ট দিবা দরকার দিবা সে সেটি নেই দিবা বুঝছেন মানে আপন মানে যে কাম বি করুছন নিজে ইউজ যদি করিছন কানা ইউজ করিছন বুঝলে আমার মা ভাই মানে বি অছন আমার ভিতরে আলোচনা করমা ଆପଣ ଜଣେ ଜଣେ କରି ଆମର ଜୁନା ପିଲା ଯାହା ବୁଝୁଛନ୍ତି ଓଲ୍ଡ ଲୋକ ସେମାନେ ଯଦି କହିବେ ବେଲେ ନୂଆ ଭାଇମାନଙ୍କର ଉପରେ ବି ମାନେ କିଛି ଗୋଟେ ଠିକ୍ ମାନେ ନାଇଁ ଜିନିଷଟା ଭଲ କାମ ଦେଉଛି ବୋଲି କହିପାରିବେ ବୁଝିଲେ ଆଉ ମାନେ ଆଗକେ ଆମେ ବଢ଼ିବା ତାଙ୍କର ମୋଟିଭେସନ୍ ପାୱାର ବଢ଼ିଯିବା ବୁଝୁଛନ୍ତି ବେଲେ ଜଣେ ଜଣେ କରି ଆପଣ କହୁନ୍ 2 ପଦ କହୁନ୍ ସଂକ୍ଷିପ୍ତରେ 2 ପଦ ଆପଣ କହୁନ୍ ଆପଣ କଣ ନା ବତନ ଧୈତା ଅଫିସ୍ କହ ଧୈତା ଅଫିସ୍ ଧୈତା କହ रहता ऑफिस ହଁ और मैं पहला पीढ़ी से लेके खोला मारी थे और 2 नंबर तो यूरिया पोटा देली लटा बचे देली और गोल्ड मारी थे दाम जबरदस्त और 3 नंबर इटा 15-20 दिन है कि बीटा मारबी कि आडोल और 2 नंबर में जैसे गर्भणी समय आवा बोलबे कर लेवा फिर आडोल लगा मारबी और जबरदस्त थी ଦେଖ ମହେନ୍ଦ୍ର କହ ନା କିଛି ବି କହ ନୂଆ କାମ କଲେ ବି ତୁମେ ଯଦି ବ୍ୟବହାର କରିଛ କାଣା ହେଇଛି କହ ବହୁତର ଡେଭଲପ୍ କାଣା ହେଇଛି କହ ତୁମେ ସାଙ୍ଗର କହିବ এখন না তারপর ଆଉ ଆମେ ଯେନ୍ ଅର୍ଗାନାଇଜ୍ର ବ୍ୟବହାର କରୁଛୁ ସୁଫଲା ସୁଫ ପହଲା ମାରୁଛୁ ହେଲେ ତାର ମାରବା ଦ୍ୱାରା ଭଲ ହେଉଛି ଓଦା ମାରୁଛୁ କିନ୍ତୁ ଚାଷୀମାନଙ୍କର କହିବା କହୁଛନ୍ତି ଆମେ ଚାଷୀ ପଏଣ୍ଟକୁ ଲାଗିଲେ କେନ୍ତା କରବା ତାର ମାନେ ଧାନ ତ ଭଲ ହେଉଛି ପଏଣ୍ଟକୁ ଲାଗିଲେ ଆମେ ଯେ ଜୀବାଣୁ ପର୍ଯ୍ୟନ୍ତ ମାରୁଛୁ ତାର ବାହାରେ ଯଦି ଆମେ କିଛି ପର୍ଯ୍ୟନ୍ତ ଆକାରରେ ମାରବା ଯଦି 5 ମାସ ମାରୁଛେ କି କଟେଲା ମାରୁଛେ କି ଗୋବର ମାରୁଛେ ସେଟା ସେ ଜୀବାଣୁ ପର୍ଯ୍ୟନ୍ତ ନଷ୍ଟ ହେଇଯିବାଟା ବୋଲି କହୁଛନ୍ତି ସେନ କାଣା କୁହାଯିବାଟା ଆଉ କହିବ जिनको कहो कनाडा ये କହ ଜିତୁ କହ ନା ବତ କହ पसंद होगा क्या हमारा तो यहाँ यूरिया वाला ही होती है क्या करता चलो आज की यार क्या रखो
ପନିପରିବା ଯୋଗୁଁ କହିଲାନ ପ୍ରତି ଖୋଲା 2 ପ୍ୟାକେଟ୍ ଖୋଲା ଜିତଲା ଟାଇମ୍ରେ ୟୁଜ୍ କରିବେ ତାପରେ ଗାଁ ଖୋଲା ବେଲେ ଆମର ଯାଇକି ଦେବେ ଆଉ ଛୋଟ ଛୋଟ ଏଇଟା ଆମର ପିଠା ପାବା ସ୍ପ୍ରେ ଫଲ୍ ଆସିଲା ଆମର ଚାଷ ବିହାନି ବହୁତ ହଁ ଯାହା ସେକଣ୍ଡ ପାଇ ଅଛି ମାରି ପାରବେ ଲୋକ ଲାଇନ୍ ସବୁ ବଢ଼ିଆ তাহলে কি হয়নি মারবে বাপুন আস কোন বিপদ করতে লা বাপুন আস বিপদ তো আছে আস তাহলে গোটে জোরদার তালি দিও আমার ইনো काम करवायला और ये लग जाते हैं और सपोर्ट बहुत बढ़िया तो हमारा हमने बाकी कोरोना की इलाज का सुविधा दिया हुआ हम खाते मार के काम डाल मैं के डाल हम बहुत माफी सेटा पहला दमन सर दमन से हम विटामिन का काम होती है और हम मेडिसिन का काम सारा बहुत ही हमें थोड़ा ना काटवा ता बारे धान काम वाली गिरा जिला हम धान पूरे मक्सर के हम और सजान बोल दिया है ये धान काम हम 40 प्रोजेक्ट 3 जगह पूरी और जिला गोबी के आसी जिला हम विकास है संजीव कुमार ये हमारे को बोल दिया धान पूरी जगह में ये और सब कुछ करना ଆଜ୍ଞା ବାପୁନ ଆମର 3 ବର୍ଷ ଖଣ୍ଡେ ହେଲା କାମ କରୁଛୁଁ ଆଉ ତାଙ୍କର ସ୍କୋର ବେଲେ କାଣା ୟୁନିଟ୍ସ ଆମର ପ୍ରତ୍ୟେକ ପ୍ରଡ଼କ୍ଟ ଗୋଟେ ୟୁନିଟ୍ସ ନିମ୍କେ ଛାଡ଼ିକି ନିମ୍ 2ଟା ନିମ୍ ହେଲେ ଗୋଟେ ୟୁନିଟ୍ସ ବୁଝିଲେ କି ବେଲେ ଇଥର ତୁମର ସୁଶାନ୍ତ କେତେ ହେଇଛି ପର୍ସନାଲ ନା ବୁଝେ 45 ବେଲେ ତାଙ୍କର 61 ହେଇଛି पर्सनाल किए ताको बिना सहयोग रे सुशांत को किए सहयोग नहीं करवा किंतु किशोर को बिना करवा किंतु बिना सहयोग रे 61 यूनिट्स करिछन ताकले गुटे जोरदार करवा प्रत्येक मास से हिसाब रे काम करछन चाहे 100-150 यूनिट भी करि पाते किंतु एबे पढ़ा चाली छे ताले एग्जाम नहीं चाली नहीं आउ से करी भल बहुत बढ़िया पैसा कमाउछन से बुझले कि घर काम पढ़ा सागरे से काम भी करूँ जे दिन काम करले न मझे किछि मासटा माने बहुत लो रे थिला माने 10-12 हजार भीतर कमो एवं मैक्सिमम टू मैक्सिमम 18-20 हजार टका लेखा प्रत्येक मास से आदाय ठीक है आउ मुझे बही बाबू को डाकमी से भी विपद कहबे से भी बहुत पुराना वार्ता बुझे बरपाली गोटे वार्ता गोटे मैंने रेस्पन्सिबिलिटी वार्ता इनके आस ଆମ ଏଇ ଗ୍ରୁପ୍ର ସିନିୟର କ୍ଲାସ୍ ପର୍ଯ୍ୟାୟରୁ ଆମର ଏମାନେ ସେମାନେ ଫ୍ୟାମିଲି ବି ଅଛି ପିଲା ଯେନ୍ କମ୍ପାନୀ କମ୍ପାନୀ ଯେନ୍ 2 ବର୍ଷ ପ୍ଲାନ୍ କରୁଛି 2 ବର୍ଷ କରିକି ମୁଁ କିଛି ଯେଉଁ 2 ପଇସା କମେଇକି କିଛି କରିପାରୁନି ଆମର ବରପାଲି ଏରିଆରେ ଏଇଟା ଟିକେ ବେଶୀ ପ୍ରୋବ୍ଲେମ୍ ନେନ ଯେ ନାଇଁ ବିଶ୍ୱାସ କରବା ଯାଏ କିନ୍ତୁ ନାଇଁ ବିଶ୍ୱାସ କରୁଛନ୍ତି ଆମେ ଏଗୁର ଜାଗା ଠିକ୍ ଏମିତି କରିବୁ ସବୁ ବୁଝେଇ ଆମ କଲା ବାବଦରେ ଆମର ଟାଇମ୍ ବାବଦରେ ଆମର ଚିନ୍ତା ସବୁ କିଛି ବାବଦରେ ବୁଝେଇ କଲା ମାତା କାଣା ହେଉଛି ଟାଇମ୍ ମାତା କାଣା ହେଉଛି ଦୁଇଟା ମାତା କାଣା ହେଉଛି ସବୁ ବୁଝେଉଛୁ ବୁଝେଇକି ଆମେ ଚାଷୀମାନଙ୍କୁ ବୁଝୁ ଯାହା ସେମାନେ ମାନେ ଆଗରୁ ବ୍ୟବହାର କରିଛୁ ତଥାପି ଗୋଟେ ଆମର ପାଣି ଗାଁରେ ଅଛି ପଦରା ପାଣି
बता पानी वहाँ देखते लोग निरीह प्राणी के आर्थिक अवस्था बहुत सुंदर है किंतु बता वर्ष पड़ा मत आम दाला आसी एम आम मैनेजर कौन जाए और ताकि बुझे आसे डाली डिस्ट्रिक्ट कम होगा आमर सही लगे मैंने आगे सही आगे हम से कला मुझे आप मेडिसिन व्यवहार करी वो काम देखिए सुफला माली जैन माली और रीता माली मोटा 40 डिग्री कल हुआ किंतु वो धान 39% और भल हो गया किंतु फिर 3 एकड़ और हो जाए पैसा तक पाने चाहिए एक करने होगा और 2 एकड़ बदला पानी फिर कुछ ऐसे विषय को लगने आ गया मोकली माली मोटा बहुत बड़ा काम लगा हुआ मोकली भी से बहुत इम्प्रूव किया चलिए ना कि जरा करने के लिए हमारे बड़पाली एरिया में जी लोगों को देखिए इधर की वीडियो दे रहा हूँ काना माने काना हवा करना पड़े काना हवा ये ताकत मने दूसरा भाव में ले चले ये जाने की हमें कम यूनिट जमा दिया बड़पाली एरिया में तो याना सोचे कि बहुत हो गया चेष्टा करूँ तारपरे परे बुद्धदेव बाबू कहबी आमर जार्बन टीम हेड अच्छा भी बहुत अभिज्ञता अच्छी और विभिन्न एनजीओ से आगे काम कार्यरत थे एग्रीकल्चर बाबद बहुत अभिज्ञता अच्छी वेलकम टू बुद्धदेव बाबू Good afternoon, friends. Good afternoon. Good afternoon. उपस्थित थिबा सीनियर एरिया मैनेजर गौरती सर आउ जूनियर एरिया मैनेजर स्वाई सर आउ मोर सह बंधु समस्त एसएससी ग्रुप रो परिवार समस्त को मोर हार्दिक अभिनंदन और स्वागत आज मुख्य उद्देश्य आमर काण है आमे इहादे चाषी को सेवा देवार संगे संगे आमे किछि रोजगार पंथा अपनाइबा इहादे पैसा नहीं हेले कैसी जिनिस नहीं चले भाई मानते तो पैसा दुनिया रे अनेक लोग अनेक प्रकार कमाउछन किंतु इटा गोटे रास्ता है जे चाषी के सेवा दे जोगाबार संगे संगे पैसा भी कमाई बढ़िया हो तो से तीर लगी आज आगे मैंने तो कहले प्रोडक्ट लाजवाब है प्रोडक्ट ऊपर हम कहूचे हमर जे सुफला सुपर अछि 100% पूरा तामने कि जीवाणु कल्चर माने काना पूरा सादा हिसाब समपुरी रे कहबा लागि गले केचुआ मानकर अंडा अछि जिनिसटा भाबी तो पूरा केचुआर अंडा अछि इतिरे मुई 13टा सुफला यूज करी जे सब केचुआ हे जिछि तमे इटानी भाबा जे तामने इनी डॉक्टर के लिए बे धरो केचुआ हेले गुटे नवी ऊपर चकड़ा बंगी मटपंगी लागे इटा जानि तो मूल सढ़ा रोग लगे ना केचुआ जदि जेन जगह न अच्छे पर छाती पिटिक कहब ये केचुआ एका ही अंडा अच्छे मारो केचुआ तुम जेन केचुआ मैंने मरी गले न से केचुआ मैंने जदि हेबा बोले तुम धान निश्चित भाव भल हेबा आउ हे गोटे कारण लगे ही सुफला सुपर जेन अच्छे सबरू टॉप और बादाम रे आपनकर मैं पूरा उत्साह से पूरा उर्वर हेबा एंता जे बादाम ता माने केतनी केते पे एकड़े 80 पैकेट लेखा लेना भेजी हमर उतरेछन बादाम हमर जे आलू चाष एबे धान कटला परे सुनु एबे धान कटला परे गवर्नमेंट तरफ आलू माने भी दिया जिबा जेंडा कि आपण माने समस्त केचुआ माने जेन हमर जीवाणु कल्चर अछि सुफला सुपर के आमे देई पारबा 1000 क्विंटल आलू चाष हेबा हमर ओडिसा रे हमर ई अंचल सेते बेला सब बेला सुफला सुपर जेते बेला नॉर्मल जुटुछु से समय आरे देबे तापरे आलू के जोगाबे से जिनिसटा कले काना हेबा हमर जेन आलू मान के जेन पढ़ा आसी से पढ़ा माने नहीं होया आलू जेन कुही जेसी कुही नी जे स्टोरेज कैपेसिटी बेसी रहेबा
ସୁଫଲା ସୁପର କିନ୍ତୁ ଦେଇଦେବା ସୁଫଲା ସୁପରକେ ଦୁଇଥର ଦେବାର ଅଛେ ପୁରା କଷା ବେଲେ ଘେ ଦେମା ଆଉ ଜଗାଲା ବେଲେ ଘେ ଦେବା ଅଧା ଏକଡ଼କେ 2 ପ୍ୟାକେଟ୍ ଲାଗ୍ବା ସୁଫଲା ସୁପର ଦିଅ ଗୁଟୁଟ ହେବା ବୋଲ ଆଲୁ ମାନେ ବି ସାଇଜ୍ ବଡ଼ ହେବା ବହୁତ ହେବା ଆଲୁ ଉପରେ ଆମର ଇନ ଧ୍ୟାନ ଦେବା ଆମର ପଦମପୁର ଅଞ୍ଚଳରେ ପ୍ରାୟ ସବୁଆଡ଼େ ଇହାଦେ ଆଲୁ ଚାଷ ଲାଗି ପ୍ରୋତ୍ସାହନ ଦେବା ବୋଲେ ଆଗେ ବହୁତ ଜିନିଷ ତାପରେ ଯେନ୍ ଗୋଲ୍ଡ ଅଛେ ଭିଟା ଅଛେ ଜିନିଷ ମାନେ ବି ବହୁତ ବଢ଼ିଆ କାମ କରୁଛେ ମୁଇଁ ଖାଲି ସୁଫଲା ସୁପର କହିଲି ବାକି ଜିନିଷ ମାନେ ଆଜ୍ଞା ମାନେ କହିଲି ଠିକ୍ ହେଇକିରି ମୋର ଆଉ ସୁଶାନ୍ତ କହିବ ସୁଶାନ୍ତ ପଦମପୁର ମାନେ ଟିମ୍ ବରିଷ୍ଠ ଅଛନ୍ ତାଙ୍କୁ କହିବା ଲାଗି କିଛି ମାନେ ସୁଯୋଗ ଦିଆଯାଉଛି ସୁଫଲା ସୁପର ଆଉ ସଞ୍ଜୀବନୀ ପାୱାର ପ୍ଲସ୍ ଆମେ ସଞ୍ଜୀବନୀ ପାୱାର ପ୍ଲସ୍ ସୁଫଲା ସୁପର ଟୋଟାଲ୍ ଚାଷରେ ଆମେ ମାରିଥିଲୁ ଯେନ୍ଟାକି ତାର୍ମାନେ ଆମର୍ ବେପାରୀମାନେ ବି ଯାଇକିରି ଗାଡ଼ି ଧରି ନାପି ଆସନ୍ ସେ ମାନେ ନିଜେ କ୍ଷେତ୍କେ ଯାଇକିରି ଦେଖିଲେ କାଲିର ଘଟଣାଟେ ସେ ନିଜେ ବେପାରୀ ଦେଖିଲା ଯେ ପୋଟଲଟା କାଁ ଜିନିଷ ମାରୁଛ ଯେ ତାର୍ମାନେ ଆମେ ଯେତ୍କି ଲୋକ କ୍ଷେତ୍କେ ଯାଉଛେ ଏଇ ସିଷ୍ଟମ୍ର ଭଲ୍ ନା ଆସିପାର୍ବା ଆଉ ତାର୍ମାନେ ବତର ଗ୍ରୀନ୍ ହିଁଟା ପାର୍ବା ଆଉ ଯେନ୍ଟାକି ପୋକ୍ ଯୋଗ ବି କମ୍ ଲାଗୁଛେ ବୋଲିକି ସେମାନେ କହିଲେ ଆଉ ସେଇ ବେପାରୀମାନେ ହିଁ 2-3 ଲିଟର ଆଉ 3-4ଟା ବେଗ କାଲି ସେମାନେ ତାଙ୍କର ଗାଁକେ ନେବେ ସୁଫଲା ସୁପର ସଞ୍ଜୀବନୀ ପାୱାର ପ୍ଲସ୍ର ଏତ୍କି ତାର୍ମାନେ ପାୱାରଫୁଲ୍ କାମ କରୁଛେ ସଞ୍ଜୀବ ସତର ଆମର ଭର୍ତ୍ତାଲି ତାଙ୍କୁ ନୂଆ ହିସାବରେ ଦିଆଯାଇଛି ବହୁତ ବଢ଼ିଆ କାମ କରୁଛନ୍ ଆଉ ତାଙ୍କର ମୋର ଶୁଣମା କିଛି ଚାଷୀଙ୍କ ମନ୍ତବ୍ୟ ଚାଷୀ ସାଙ୍ଗେ ସେ ଜଡ଼ିତ ରହୁଛନ୍ ଆଉ ଯେତେ ଚାଷୀକେ ବି ଦଉଛନ୍ ବାର ଦଉଛନ୍ କାଁ ହେଲେ ଯେ ବାର ଦଉଛନ୍ ସେ ସବୁ ଟିକେ ସେ ବତାବେ ଆମକୁ ଆମର ନୂଆ କାର୍ଯ୍ୟକର୍ତ୍ତା ମାନେ ନମସ୍କାର गुड मॉर्निंग ठीक है संजीव ସାରଟା କହୁଥିଲେ ସାର୍ ଆମର ମିଷ୍ଟର ଏସ୍ ମହାପାତ୍ର ପ୍ରଡ଼କ୍ଟ ୟୁନିଟ୍ ମ୍ୟାନେଜର ସାର୍ ଆମର କିଛି ବି ଆପଣଙ୍କର ପ୍ରତ୍ୟେକ ଆମର ପ୍ରଡ଼କ୍ଟ ଉପରେ ଗୋଟେ ନମ୍ବର ରହୁଛି ହ୍ୱାଟ୍ସଆପ୍ ନମ୍ବର ଆଜ୍ଞା ଟିକେ ଲାଗ୍ସି ସେଟା ବୁଝିଲେ କି ଆପଣଙ୍କର ବିଟାରେ ହେଲା କି ଆମର ସେକୁଣ୍ଡିରେ ହେଲା କି ସଞ୍ଜୀବନୀ ପାୱାର ପ୍ଲସ୍ ଯେନ୍ ଅଛି ବୁଝିଲେ କି ଆପଣ ବ୍ରୋଚର୍ ରହିନି ଯେନ୍ଟା ଅଛି ସାର୍ଙ୍କର ନିକେ ସେ ଫୋନ୍ ଲାଗ୍ସି କିଛି ବି ଡାଉଟ୍ ଆମର ନିକେ ଧରୁନ୍ ଆପଣ ଫୋନ୍ କଲେ ନଟ୍ ରିଚେବୁଲ୍ ବତାଲା କି କିଛି ବି ବତାଲା ଆପଣ ଆଇକର ସାଙ୍ଗରେ କଥା କରେଇ ପାରିବେ ବଟ୍ କିଛି ଡାଉଟ୍ ରହିଲା ରିଜଲ୍ଟ ନା ଆସିଲା କିଛି ପ୍ରୋବ୍ଲେମ୍ ସେଟା ବୁଝିଲେ କି ଅଫିସିଆଲି ଆମର କିଛି ବି ପ୍ରୋବ୍ଲେମ୍ ହେଲା ଆପଣ ହ୍ୱାଟ୍ସଆପ୍ ନମ୍ବରରେ ଆପଣ ତାଙ୍କ ସାଙ୍ଗରେ ଯୋଗାଯୋଗ କରିପାରିବେ ଆଜ୍ଞା ବୁଝିଲେ ଆଉ ବି କିଛି ଆମର ଯେତେ ଆପଣ କ୍ଲାରିଫାଏ ହେଲେ ଆଉ ବି କିଛି ଡାଉଟ୍ ଆଜ୍ଞାଙ୍କର ଗୋଟେ ଡାଉଟ୍ ଅଛି ବୁଝିଲେ କି ସେ ଡାଉଟ୍ ବି କ୍ଲିୟର୍ କରାହେବା ଆଉ ମାନେ ଯାହା ବି ଡାଉଟ୍ ସମସ୍ୟା ରହୁଛି ଆମର SCC ଗ୍ରୁପ୍ର ଯେନ୍ ପ୍ରଡ଼କ୍ଟ ମାନେ ଅଛି ତାର ଉପରେ ଯାହା ବି କ୍ଲାରିଫାଏ ଦରକାର ଆପଣ ସମସ୍ତେ ସବୁ ଟାଇମ୍ରେ ଦେଇପାରିବେ ମାନେ 24 ଆୱାର ଆପଣ ସେବା ପାଇପାରିବେ ବୁଝିଲେ ତାହେଲେ ସଞ୍ଜୀବ ବାବୁ କହ बंधुगण पहला फास्ट कथा तो है चाषी के पहला निजर रोज एक्सपेक्ट कर सब बेले से हाँ कादो भी तो या लंगी टीम तो या मैट बाकी तो आपकी काड़ा भी ताकि पहला जिते सम्मान करबे से सम्मान सहित सुनवा आई चाषी में से जे बोलबे अंत मोर भी केते थोड़ा त बाय मिस्टेक ही कि या चाषी इटाके काना पहली मोर प्रोटोकॉल लागी बोली कोई किंतु से जगह जहां मोर 10 सेकंड प्रोटोकॉल जाउछ से जगह प्रति तामने से और यहाँ से आगो पानी यहाँ से प्रोटोकॉल लग से किंतु से स्टेप बाय
स्टेप लेते चाषी को कहले कि एका साथ यदि सामने यदि नहीं पारू छौ कि स्टेप बाय स्टेप हो स्टार्टिंग रू सुखला ऊपर सातटा दो जेंटा कोन चाषी कि हमें पता चाषी को जो नाम डीएमडी मानु जो के ग्रोमर मानु के गुडे गुडे 13 मानु के आप नेगड़ा मानु किंतु सेनु कह चाषी को कि हम सुखला ऊपर साथे एनपीके जिंक कपर सल्फर मैग्नीशियम एरो बायोस्टा सेंटर करी 16 प्रकार पोषक तत्व अछि जेंटा कि आपन को बाकी जिनिस मानबार के नहीं पड़े इटा तो और अपन किछि डायरेक्टली मना नहीं करबे कि सारा इति अपन सारा केमिकल सार ने दोन के मना नहीं अपन समथिंग किछि कम करे करी लोग देखबे जोटा काना अपन ट्रैप को लागे ट्रैप बेसिस रे लो बे से चासी यदि थोड़े यदि नहीं गला यूज होला सुपर सार की देन ताके कहबे कि हमर गुटे प्रोडक्ट छै लिक्विड प्रोडक्ट छै साग मीठा जेनु भी देबे तार क्वालिटी अच्छी पापा के साग मीठा लगी में लोक साग लोड़ी जासे गारंटी करी जासे साग मीठा दाम तो आमे 880 टका बिकु किंतु जे गारंटेड नहीं जासी हमर को पैसा में गारंटी के दबा काना जे किनी किने से छाड़ी के आसी इसका 900 टका से 880 के लगे बोली किति डबल दाम 1620 टका नहीं आया 11 दिन परे आसी किंतु सेटा 4 दिन परे चासी पर फोन करते कहते आज्ञा आसला बिना मन लगे सेम टाइम गोल्ड पे बिक जासी पिटा की प्रॉब्लम मतलब क्वालिटी किसी के दिन में जानो जो जो सेल्स है एडवांस को बचरो सार मार्केट से कांटेक्ट नंबर अछि बचरो आगे पूरा डायरेक्ट चासी के संग इंट्रोड्यूस करू किसी जो प्रॉब्लम है आगे मतलब संग कथा करू लगे एटा इटा ही चित्रा प्रॉब्लम है कि काना सॉल्व करबा आ चासी के पेज चार्ट जोड़े यदि काम किने ती कोन की से कंप्लेंट करू से तुमको खबराबा ने से के पूरा दिबार अछि आगे काना हला हम इटा प्रॉब्लम नहीं छै हम इटा और सार ऊपर के बुझे सार फोन लगू से दी सोल्यूशन का बात करू आ किछि এটা কি বাস করব আমরা আমার প্রোডাক্ট নাম্বার পার্টি সার্ভ করে দিচ্ছি আমার সয়লার মানে টিম হেড বারিক বাবু সে আসিকি কিছু তাঙ্কর মন্তব্য রখলে যেমন চাষী মানুষ যেন আমার প্রোডক্ট যোগাউছন তাঙ্ক সেন্তা রিজল অছি সেন্তা রেসপন্স তাঙ্ক দৌছন কেতে সম্মান পাউছন সে উপরে সে বারিক বাবু उपस्थित हमार डायरेक्टर और उपखंड मैनेजर साहब भक्ति बाबू और उपखंड रामसू साहब बर्तमान मुझे बरपाली ब्लॉक में सेलेक्ट बर्तमान सलाह और दुटा काम करते मैं अपनी सोलर को पिला देता हूँ तो चक्का पिला देता हूँ सोलर उन्हीं मुझे कोई गांठ टोटल गांठ आई कि नहीं ऑर्गेनिक शास्त्रीय को ऐसे मान लो आगे देखिए मेरे हम बरपाली ब्लॉक के गाँव को लेके बच्चा सोसाइटी माध्यम आगे सुफला सार चाष करना आया सुफला सार के लंबन करके देखभाल करवा इसी द्वारा आम सड़ा हो सड़ा रोग मूल माध्यम कंट्रोल कर जेना फिल्म आम गछ बैगण हो कि लंका हो कि टमाटर हो माटी मिश्रण भल उत्पादन लगे आगे ना हम चाषी लगे 20% सड़ा फल सड़ा आधार कार्ड देवा चाषी के आम बुंदा बुंदा जगह से कहले कोई आगे को पता लगे से व्यवहार करी साइज पेमेंट मिल जाता हम पूरा बोला सोला बोला भाई ये पर होने लगे ये भलो काम है हम सब बड़ा कोई ଆପଣ କେମିତି ସେଲ୍ କରୁଛନ୍ତି ନୂଆ ପିଲା ଅଛନ୍ତି ନା କେମିତି ମାନେ ଫାଷ୍ଟ ଜଏନ୍ କଲାବେଳେ କ'ଣ କରୁଥିଲେ ତାପରେ ଆଜିର ଏଇଟା କେମିତି ଏତେ ସେଲ୍ କରୁଛନ୍ତି ସେ ରାଜଟା ବଦଳ ପ୍ରଡ଼କ୍ଟ ତ ଆମେ ଭଲସେ ପିଲା ନୂଆ ପିଲା ଆକ୍ଚୁଆଲି କ'ଣ ସେମାନେ ଟ୍ରେନିଂ ପାଇବେ ଯେ ମୁଁ ସାର୍ ମାନେ କେମିତି ସେଲ୍ କରୁଛନ୍ତି ହାଉ ଟୁ ସେଲ୍ ଦ ପ୍ରଡ଼କ୍ଟ ବୁଝିପାରୁଛୁ ନା
ତ ଆପଣ ଜଏନ୍ କଲେ ଆପଣଙ୍କୁ ସେ କିଛି ଜାଣିନଥିଲି ବର୍ତ୍ତମାନ ତାଙ୍କ ଷ୍ଟେଜ୍ ସେଇଆ ସେଇତେବେଳେ ଆସିଲେ ମୁଁ କେମିତି ଥିଲି ଆଜି ମୁଁ କାହିଁକି ଏତେ ସକ୍ସେସ୍ ତ ତା ଗ୍ୟାପ୍ଟା ଯେଉଁ ଜର୍ଣ୍ଣିଟା ସେଇଟା ଟିକେ ଗଲେ ଛୁଆଙ୍କୁ ଇଣ୍ଟରେଷ୍ଟ ଲାଗିବ ଯେ ଆମେ ହଁ କରିପାରିବୁ କି ନ କରିପାରିବୁ ଆପଣ କେତେ ଲେବର କଲେ କ'ଣ କଲେ କେମିତି ଚାଷୀକି ବୁଝେଇଲେ ଯାହାଫଳରେ କି ଆଜି ଏଇ ଡେଟ୍ରେ ପହଞ୍ଚିଲି ଏମିତି ସେଲ୍ କରୁଛନ୍ତି ସମଥିଙ୍ଗ ଇଜ୍ ବିହାଇଣ୍ଡ ଦ୍ୟାଟ୍ କିଛି ଅଛି କାରଣ ନା ସମସ୍ତେ ବିକି ପାରୁନାହାନ୍ତି ତ ଆପଣ ସେଲ୍ର ରାଜଟା କ'ଣ ସେଟା କହିଲେ ପିଲା ଟିକେ ଇଣ୍ଟରେଷ୍ଟ ହେବେ ଯେ ହଁ ଆମେ ବି ଏମିତି କରିପାରିବା ଓକେ ସେଟା ଟିକେ ପିଲା ସହ ସେୟାର କର ଆଉ ସାଗର ବାଗ କହିଲେ କି ଆମର ଧାନ ହୁଏ ଚାଷୀମାନେ ତାଙ୍କୁ କହୁଛନ୍ ତାଙ୍କର ଅଞ୍ଚଳର କି ଅର୍ଗାନିକ୍ ଜିନିଷ ଆମର ପ୍ରଡ଼କ୍ଟ ଯେତେବେଳେ ବ୍ୟବହାର କରୁଛନ୍ ତାର ପରେ ଆମର ଯେନ୍ ପେଷ୍ଟିସାଇଡ୍ ବ୍ୟବହାର କରୁଛନ୍ କି କଭର ଫଟେରା ହେଲା 505 ଲାମଡ଼ା ବୁଝିଲେ କି ରକେଟ୍ ବୁଝୁଛନ୍ କି ଜିନିଷ ମାନେ ବ୍ୟବହାର କଲେ ଗାର୍ନର ଆକାରରେ ଯେ ଜିନିଷ ବ୍ୟବହାର କରୁଛନ୍ ଆପଣ ଯେମିତିକି କଭର ଫଟେରା ହେଲା ଆଉ ବିଭିନ୍ନ କମ୍ପାନୀର ଆଉଛିି ଦାନାଦାର ଯେତେବେଳେ ମାଟିରେ ପଡ଼ୁଛି ମାନେ ଆମର ସୁଫଲାରେ ଯେନ୍ ଆମର କିଛୁମାନେ ଜାତ ହେଉଛନ୍ ସୁଫଲା ଦେବା ଦ୍ୱାରା ସେମାନେ ନିଶ୍ଚିତ ଭାବରେ ମରିଯିବେ ତାର ଅଲ୍ଟରନେଟିଭ୍ କାଣା ଆପଣ ଉପର ସାଇଡ଼୍ରୁ ବର୍ଷେ 2 ବର୍ଷ ଲାଗି 505 ଯେନ୍ ଆଉଛି ବୁଝିଲେ କି 505 1 ଲିଟର ପାଣିରେ 2 ml ଆକାରରେ ଆପଣ ସ୍ପ୍ରେ କରିପାରିବେ ବୋଲେ ମାଟିକେ କିଛି ପ୍ରଭାବ ନାଇଁ ପଡ଼େ ପତ୍ର ଉପରେ ଆମର ଯେନ୍ ମଣ୍ଟି ପୋକ ଲାଗ୍ସି ସାଧାରଣତଃ ଗଲା ମାଛି ବସିଦେବା ଦ୍ୱାରା ଗଲା ମାଛି ବସିଦେଲେ କାଣା କରସି କମ୍ ଝାଡ଼ାକୁ ସେ ଝାଡ଼ା କରିଦେସି ସେ ଝାଡ଼ାଟା 24 ଘଣ୍ଟାରେ ସୁପରେ ପରିଣତ ହେଇଯାସନ୍ କୀଟରେ ପରିଣତ ହେଇଯାସନ୍ ବୁଝୁଛନ୍ କି ମାଛି ବସିଦେଲା ବୋଲି ଆମର ଗାଁ ଗହଳିରେ ବି ଦେଖସନ୍ ଆମର ଯେନ୍ ଘା ଘୋଆ ହେଇଯାଇସି ଯା ଦେବାକେ ପଡ଼୍ସି ବୁଝସନ୍ ନା ବେଲେ ଧାନରେ ସେମାନେ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 5 ଜାଗାରେ ହିଁ ଝାଡ଼ା କରସନ୍ ଯେନ୍ ଗଛ ବି ହଉ ବୁଝୁଛନ୍ ବେଲେ ଆମେ ତ ଆମର ହେତିକି କ୍ଷମତା ନାଇଁନ କି ଯେନ୍ଟାକି ଗ୍ରୀନ୍ ହାଉସ୍ ପବ୍ଲିକ୍ ହାଉସ୍ ଭିତରେ ଆମେ ଚାଷ କର୍ମା ନେଟ୍ ହାଉସ୍ ଜାଣିଛନ୍ ତ ଗ୍ରୀନ୍ ହାଉସ୍ କୁହାଯାଏସି ନେଟ୍ ହାଉସ୍ କୁହାଯାଏସି ଜାଲ ଛନ୍ଦି ହେଇକି ଭିତରେ ଚାଷ କରସି ଆମେ ଏମିତି କରି ନାଇଁ ପାରା ବୁଝୁଛନ୍ ସେଟା ଦେଖାବାର୍ ଲାଗି ସରକାର ମାଧ୍ୟମରେ କିଛି ଲୋକଙ୍କୁ ଦେଖାବାର୍ ଲାଗି ସେ ଜିନିଷଟା କରାଯାଏସି ଆମେ ସମସ୍ତେ କରି ନାଇଁ ପାରା ବୁଝିଲେ ବେଲେ ଆମେ ଲିକ୍ୱିଡ୍ ଆକାରରେ ଯେନ୍ ଜିନିଷ ମାନେ ଅଛି ସେଟା ଆମେ ସ୍ପ୍ରେ କଲେ ଆପଣଙ୍କର ମାଟି କିଛି ଖରାପ ନାହିଁ ପାରେ ଆଉ ଧୀରେ ଧୀରେ করে 3 ବର୍ଷ ଯଦି ଆମେ ସୁଫଲାକେ ବ୍ୟବହାର କରିଦେଲା କି SSC ଗ୍ରୁପ୍ର ସୁଫଲା ହେଉ ଗୋଲ୍ଡ ସେକୋଜାଇନ୍ ଗୋଲ୍ଡ ହେଉ କି ଆପଣଙ୍କର ସେକୋଭିଟା ହେଉ କି ସଞ୍ଜୀବନୀ ପାୱାର ପ୍ଲସ୍ ହେଉ ବୁଝିଲେ କି କିମ୍ବା ସେକୋନିମ୍ ହେଉ ଜିନିଷ ମାନେ ଯଦି ପ୍ରୋସେସ୍ କଣ୍ଟିନ୍ୟୁ ଯଦି ହେଲା ଯେମିତିକି ଟୁଙ୍ଗିପନ୍ଦଲିର କଥା ବାରିକବାବୁ କହିଲେ ଟୁଙ୍ଗିପନ୍ଦଲିକେ ଆମେ ହେଇଗଲା 3 ବର୍ଷ ହେଇଗଲା ଚାଷୀମାନେ ଅଛନ୍ 80-85 ପ୍ୟାକେଟ୍ ଲେଖା ଧାନ ପାଇସନ୍ ଗୋଟେ ଏକରରେ ବୁଝୁଛନ୍ ଆଉ ମୋଟେରା ନାଇଁ ଦିଅନ୍ କଭର ନାଇଁ ଦିଅନ୍ 505 ନାଇଁ ଦିଅନ୍ ଲାମଡ଼ା ନାଇଁ ଦିଅନ୍ ରକେଟ୍ ନାଇଁ ଦିଅନ୍ ବୁଝୁଛନ୍ କି ଜିନିଷ କିଛି ହିଁ ନାଇଁ ଆପଣ କେବେ ଯିବେ ବେଲେ ବି ରୋଡ଼ରେ ପାଖେ ଅଛି ଜାମପାଲିର ଇଆଡ଼ୁ ଯିବେ ବେଲେ ଆମର ଛୁରିଆପାଲିର ଆଗକେ ଅଛି ସେ ସହେନାର ଯଦି ଆଉଛନ୍ ଜାମପାଲିର ଲାଗିକିରି ଅଛି ଆଉ ବି ପାଖାପାଖି ଗାଁ ଅଛି ଜାମପାଲିର ବି ବହୁତ ଚାଷୀ ସେଥିରେ ପ୍ରଭାବିତ ହେଇକିରି ଆସିଗଲେ ଧୀରେ ଧୀରେ ଛୁରିଆପାଲିର ବି ଅଧା ଆସିଗଲେ ବୁଝିଲେ କି ସେଆଡ଼େ ବହୁତ କାଣ୍ଡୋଲ ଅଛେ କାଣ୍ଡୋଲର ବି ଚାଷୀମାନେ ଆଜ୍ଞା ମୋତେ ଦିନେ କଥା କରୁଥିଲେ ଠିକ୍ ଅଛି ସାର୍ ମୁଁ ତ ଆଉ ଗୋଟେ କେନ୍ କମ୍ପାନୀର ବ୍ୟବହାର କରିଦେଇଛେ ତାପରେ ଯେ ଡୋଜ୍ ମାରମି ଆପଣଙ୍କର ଦାନାବାଲା ମୋତେ ଦେବେ 10 ଏକର ପଡ଼୍ସି ସେ 10 ଏକରର ମୁଇଁ ତାଙ୍କୁ দিব ବେଲେ ଇ ପ୍ରୋଜେକ୍ଟ ସରିଲା ପରେ ସେଟାକେ ଦିଆଯିବା ସାର୍ ବୁଝୁଛନ୍ ବେଲେ ଆଉ ଗୋଟେ ବି ଆମର ଝାରଖଣ୍ଡ ଅଞ୍ଚଳରେ ଝାରଖଣ୍ଡ ବ୍ଲକ୍ ଗୋଟେ ଅଛି ଇଆଡ଼େ ପାଇକମାଲ ଝାରଖଣ୍ଡ 20 କିଲୋମିଟର ବେଲେ ସେ ଜାଗାରେ ଚାଷୀମାନଙ୍କୁ ଖରାରେ ଆମେ ମ୍ୟାକ୍ସିମମ୍ ଦେଇଯିବୁ ମାନେ ଛୋଟ ଛୋଟ ଗାଁ ମାନେ ଅଛି ବଡ଼ ଗାଁ ଅଛି ସେନୁ ଦେଇଯିବୁ ଗୋଟେ ଦୈତି ବୋଲି ଅଛି ତାର 2ଟା ନାଁ ଅଛି ଦୈତି ଲେରଗାଁ ବୁଝିଲେ କି ଲେରଗାଁରେ ଦେଇଥିଲୁ ଲେରଗାଁରେ ଦେଇଥିଲୁ ପ୍ରତ୍ୟେକ ଚାଷୀ ବୁଝିଲେ କି ମାନେ ଏକର ପିଛା ଯେମାନେ ଧାନ କରିଥିଲେ ମୋର୍ ଦେନ୍ 100 ପ୍ୟାକେଟ୍ ଲେଖା ଧାନ ଦେବେ ଗୋଟେ ସୁଫଲା ଦିଆହେଇଥିଲା ଗୋଲ୍ଡ ଗୋଟେ ଦିଆହେଇଥିଲା ଭିଟା ଗୋଟେ ଦିଆହେଇଥିଲା ପରେକା ଗର୍ଭବତୀ ଷ୍ଟେଜ୍ରେ ଗୋଟେ ଚାଷୀ କାଁ କହିଲା ମୋତେ 10ଟା ସୁଫଲା ଦିଅ ପଡ଼ିଲା କାଁ କରବ ନାଇଁ ବି ମାରମି ନା ଗର୍ଭବତୀ ଷ୍ଟେଜ୍ରେ ସେ ସୁଫଲା ୟୁରିଆ ସାଙ୍ଗରେ ମାରିବେ ସେ ତାର କେଣ୍ଡା ହେନ୍ତା ହିସାବରେ ଆସିଥିଲା ଆଜ୍ଞା 100 ପ୍ୟାକେଟ୍ ଲେଖା ଧାନ ସେ ଆଦାୟ ଆଉ ଯେନ୍ମାନେ ନାଇଁ କରି ସେମାନେ 80-85 ପ୍ୟାକେଟ୍ ଲେଖା ଧାନ ଦେବେ ବେଲେ ସେ ଆମକୁ ଡାକଲା
ତାର ଖେତ ନିଜେ ଯେଦିନ ଧାନ ହାର୍ଭେଷ୍ଟ ହେଉଥିଲା ଧାନ ଆମର ଗାଡ଼ିରେ ମାନେ ଚେନ୍ ଗାଡ଼ିରେ ତାର ହାର୍ଭେଷ୍ଟ ହେଉଥିଲା ସେ ଟିକେ ଗଲେ କି ଟାଙ୍କି ଫେଲ୍ ହେଇଯାଇଛି ବୁଝୁଛନ୍ତି ବୋଲେ 10 एकड़े से 4 दिन पड़ला 4 दिन में सारला 10 एकड़ एतकी धान माने 1000 पाकड़ी धान तार आधा जाए डायरेक्ट मार्केट रे पकाला गाँव ऊपर मुंडरे गाँव मार्केट अच्छे धान मंडी अच्छे सोसाइटी से धान सुखाला से आउ संगे संगे भर्ती करके से हापी में आउ से प्रभावित देगी टोटाली रही गोटे अर्गानिक विलेज टोटाली अर्गानिक तार पाखे पाखे झारखंड में टोटाल झारखंड में आम दे कुर्ला गोटे गाँ अच्छे आईको भी देलु आम करारे देलु कि बिल्कुल धान एति लेखा था टोटाली आम आपा कहले धान आउ ना हो छाड़ी दो मैन उठा चल पाइप डीजेल घिनी कर चलाऊ बुझे कि बरा मास डीजेल घिनी कर धान चाष करवा बहुत तकलीफ जिनिस बुझे बोले जोर लगी अच्छी 2 एकड़ करते 65 पैकेट हिसाब से आज्ञा 65 पैकेट हिसाब से पाइले 65 पैकेट हिसाब से पाइले जेनटा कि 10-15 पैकेट एकड़ को नहीं जनाशुना आउ चाषी चाष करते भी देखिए भी सेम धान किसी धान ही नहीं बुझे एति गोल्ड गुटे आम सुफला गुटे आम सेको बीटा गुटे दे गोटे गोटे एकड़ एति 60-65 पैकेट धान पाइले लोके देखी जाऊे खेत के देखी जाऊे महेंद्र धान केन्ता धान तो है टोटाली बुझे कि बरबनी जस्ट आगे आगु दिखाई माने 20-25 दिन आगु एनो गुछा मारिक धान एन हिसाब है पूरा सब धान समान होगी केंडा माने बहुत मजबूत फ्रूट आसला बहुत माने परिपक्व था आउ से हिसाब से धान पाइले आउ वर्ष से मुझे भी काम कले भल है मोर टाइम भी हो मास से काम कर आउ भी आम क्या करवा आमर भी जदि सांगसाथी माने दूरिया दूरिया अच्छन माने किसी बेकारी अच्छन बुझे कि आम से आनिक एनगेज कर पार्मा से भी 2 पैसा कमे पार्बा चाषी मैंने भी बढ़ी पारे आम चाषी मैंने आम अंचल उपकृत हो पारे चाषी मैंने उपकृत के हिसाब से मैक्सिमम टू मैक्सिमम रासायनिक खेती करी आम रोग पोक संक्रमित होकर गोटे विभिन्न धरण माने जीवन हानि हो सब हो ना पारे आम अंचल माटी मैंने सुध सबल रहा से प्रडक्शन है आम निजे खाई पार्मा सुध सबल रही पार्मा बुझे आप बुझे तो मोहन पटेलार तलाटू जब देमा बेले हाँ प्रभाव पड़वा कि ऊपर आड़ छेड़का पड़े पानी बेसी बुझे कि तार तलके भेदी ना पारे आउ मैक्सिमम टू मैक्सिमम गचरे पड़ जासी आउ कलेटा बहुत कम पड़सी से लगे से प्रभावित ना आम से मारी पार्मा व्यवहार कर पार्मा आउ आम जीवन माने किसी असुविधा नहीं पारे से भी सर आसले न लगे गोटे जोरदार Good afternoon, friends. Good afternoon. रेस्पेक्टेड डायरेक्टर सर आम भवनरे पहुँची गले गोटे जोरदार हमको सर आज टाइम दे आम साइड परिवार तरफ विशेष विशेष ज्ञापन कर विभिन्न ऑफिस मान रोचे जेनटा कि नुआपड़ा नवरंगपुर बहुत माने बहुमूल्य टाइम हमको स्पेंड करिछन आज से गोटे जोरदार करताली हो सार को कहबी से किसी प्रोडक्ट यूनिट मैनेजर सार को आम प्रोडक्ट बाबद किसी नॉलेज हमको उपस्थापन करें तो नुआ कार्यकर्ता आम मध्य अच्छा
Thank you, Pandit sir. Good afternoon, friends. ମାନେ ନୂଆ ପିଲା ଅଛନ୍ତି ମାନେ ଟ୍ରେନିଂ କରୁଛି ଦେଖନ୍ତୁ ଆମେ ଗୋଟେ ବେଷ୍ଟ ପ୍ରଡକ୍ଟ ଆମର ହେଉଛି ସୁଫଳା ସୁପର ଆମେ ଫାର୍ଷ୍ଟ ଥିଙ୍ଗ ହେଉଛି ଅର୍ଗାନିକରେ ଚାଷ କରିବା ଲୋକଙ୍କୁ ପ୍ରମୋଟ କରାଇବା ଆମ କାମ ହେଉଛି ସେଇଆ ତ ଅର୍ଗାନିକରେ ଚାଷ କରିବା ପ୍ରମୋଟ କରିବା କେମିତି କରିବା ନା ଫାର୍ଷ୍ଟ ଆମେ ଦେଖିବା ଯେ କେମିକାଲରେ ଚାଷ କଲେ ଲସ୍ କ'ଣ ହେଉଛି ଆଉ ଏକ୍ସପେଣ୍ଡିଚର କେତେ ହେଉଛି ଖର୍ଚ୍ଚ କେତେ ଲସ୍ କ'ଣ ହେଉଛି ତାପରେ ଆମେ ତାକୁ ଜଣେ ଲୋକଙ୍କୁ ବୁଝେଇବା ବୁଝେଇଲା ପରେ କ'ଣ ହେବ ଆମେ ତ ବୁଝେଇବା କ'ଣ ଡିଫରେନ୍ସଟା ଫାର୍ଷ୍ଟ ଦେଖିବା ଦେଖନ୍ତୁ ଆପଣ ଗୋଟେ ମାଟିକି ଚାଷ କରୁଛନ୍ତି ସେ ମାଟିର ବାରମ୍ବାର ସେଇ ମାଟି ଉପରେ ଡିପେଣ୍ଡ କରୁଛି ସପୋଜ ମୁଁ ଗୋଟେ ଗାଡ଼ି ନେଇକି ବର୍ତ୍ତମାନ ଡେଲି ମୋର ଅଫିସ୍ ଅଛି ଡେଲି ଗାଡ଼ି ନେଇକି ଯିବା ଆସିବା ତ ମୁଁ ଡେଲି ସେ ଗାଡ଼ିର ମେଣ୍ଟେନାନ୍ସଟା କରିବା ଦରକାର ନା ଆମେ ଚାଷୀ କ'ଣ କରୁଛନ୍ତି ନା ଅଧିକା ଲୋଭରେ କେମିକାଲ ଫର୍ଟିଲାଇଜର ମାରିବାରେ ଆମେ ଆସ୍ତେ ଆସ୍ତେ ସେ ମାଟିଟାକୁ ଖରାପ କରିଦେଉଛୁ ଖରାପ କରିଦେଲା ଫଳରେ କ'ଣ ହେଉଛି ନା ଦେଖନ୍ତୁ ଯେକୌଣସି ଚାଷୀ ବି ହଉ ଯିଏ ବି ଚାଷ କରୁ ଆମେ ବୁଝିଲା ବେଳକୁ ଗୋଟେ ତାକୁ ଏକ୍ଜାମ୍ପଲ୍ ଦେବା ଯେ ଆପଣ ଯେବେ ଚାଷ ଷ୍ଟାର୍ଟ କରିଥିଲେ କେତେ ୟୁଜ୍ କରିଥିଲେ କେମିକାଲ ଫର୍ଟିଲାଇଜର ଆଜି କେତେ ୟୁଜ୍ କରୁଥିଲେ ଏଇଟା ହେଉଛି ଡିଫରେନ୍ସ ଦେଖିବା ସେ ଷ୍ଟାର୍ଟ କରିଥିବ 10 କେଜି ଆଜି କ୍ୱିଣ୍ଟାଲ ଦିଆ ହେଉଥିବ କିନ୍ତୁ ଯଦି ଆମେ ସେ ଅର୍ଗାନିକ୍ରେ ଚାଷ କରିବା ଲୋକଙ୍କ ଗୋଟେ କନସେପ୍ଟ ଅଛି କ'ଣ ନା ଅର୍ଗାନିକ୍ରେ ଚାଷ କଲେ ଆମର ଅମଳ ଯେତିକି ହୁଏ ସେତିକି ହେବ କିନ୍ତୁ ଖର୍ଚ୍ଚ ଅଧିକା ହେବ ପ୍ରାୟ ଆପଣ ଚାଷୀମାନେ କହୁଥିବେ ଯେ ଅର୍ଗାନିକ୍ ଅଧିକା ଖର୍ଚ୍ଚ ହେଉଛି ଖର୍ଚ୍ଚ କିଛି ଅଧିକା ନାହିଁ ଅର୍ଗାନିକ୍ରେ ଖର୍ଚ୍ଚ କଲେ ଚାଷ କଲେ ବରଂ କମ୍ ଖର୍ଚ୍ଚ ହେବ ଅଧିକ ଅମଳ ଆମେ ସେଇଟାକୁ ତାକୁ ପ୍ରୁଭ୍ କରିବା କେମିତି ପ୍ରୁଭ୍ କରିବା ନା ଦେଖନ୍ତୁ ଆମେ ସୁଫଳା ସୁପର ଯେଉଁ ଚାଷୀ ୟୁଜ୍ କରିବ ଫାର୍ଷ୍ଟ ଥିଙ୍ଗ ତାକୁ ଆମେ କହିବା କ'ଣ ନା 25 ରୁ 30% କେମିକାଲ ଫର୍ଟିଲାଇଜର ଯେଉଁଟା ସେ ୟୁଜ୍ କରୁଛି ଗତ ବର୍ଷ ଗୋଟେ ଚାଷୀ ୟୁଜ୍ କରିଛି କ୍ୱିଣ୍ଟାଲେ ତ ଏଇ ବର୍ଷ ୟୁଜ୍ କରିବ କେତେ କ୍ୱିଣ୍ଟାଲେ 20 କେଜି କି କ୍ୱିଣ୍ଟାଲ 25 କେଜି ଯାହା ବି 10% 20% ବଢ଼େଇବ ତ ଆମେ ତାକୁ ସେଟା ବୁଝେଇବା ଯେ ଦେଖନ୍ତୁ ଆପଣ ଯେତିକି ୟୁଜ୍ କରୁଥିଲେ ତାର 20 ରୁ 30% ମାଇନସ୍ କରିବେ ତା ସାଙ୍ଗେ ଗୋଟେ ସୁଫଳା ସୁପର ୟୁଜ୍ କରିବେ କଲା ପରେ କ'ଣ ସୁଫଳା ସୁପର କାମ ହେଉଛି କ'ଣ ନା ମାଟିଟାକୁ ରିସାଇକେଲ କରେଇବ ରିସାଇକେଲ କଲେ କ'ଣ ମାନେ କ'ଣ ନା ଯେଉଁ ମାଟିରେ ଆପଣ ଉର୍ବରତା ଥାଏ ଆଜିକା ଡେଟ୍ରେ ମାଟିରେ ଆମର କିଛି ଉର୍ବରତା ନାହିଁ କାହିଁକିନା ଆମେ କେମିକାଲ ଫର୍ଟିଲାଇଜର ବା ଯେଉଁ ପଣ୍ଡିତ ସାର୍ କହିଲେ ଯେ କେମିକାଲ ଫର୍ଟିଲାଇଜର ଆମେ ୟୁଜ୍ କରିବା ବା ପେଷ୍ଟିସାଇଡ୍ ୟୁଜ୍ କରିବା ଦ୍ୱାରା କେଞ୍ଚୁଆ ମରିଯାଉଛନ୍ତି ସେଇଟା ରିଏଲ୍ ଜିନିଷ କାରଣ ସେମାନଙ୍କର ଗୋଟେ ଜୀବାଣୁ ଥାଏ ମାଟିରେ ତାକୁ ଆମେ ପୁଣି ଚାଷ କଲେ ସେ ପୁଣି ବଢ଼ିବେ ପୁଣି ଜନ୍ମ ହେବେ ଛୁଆ ହେବେ କିନ୍ତୁ ଆମେ ତାକୁ କ'ଣ କରୁଛେ ନା ମାରି ଦେଉଛେ ଯେ ପେଷ୍ଟିସାଇଡ୍ ପକାଉଛେ ସେ ଛୁଆ ଗୁଡ଼ାକ ମରିଯାଉଛି ମାନେ ଆପଣ କ'ଣ ନା ଯେଉଁ କେମିକାଲ ଫର୍ଟିଲାଇଜର ୟୁଜ୍ କରୁଛେ ଉପରେ ଗୋଟେ ଲେୟାର ହେଇଯାଉଛି ଗୋଟେ ଆବରଣ ହେଇଗଲାଣି ଯେଉଁଟାକି ମାଟି କିଛି ତାদের ନାହିଁ ସେଇଟା ଓନ୍ଲି କ'ଣ ପଥର ଟାଇପ୍ର ଜିନିଷ ହେଇଗଲାଣି ସେଥିପାଇଁ ଆମେ ଚାଷୀକୁ ବୁଝେଇବାକୁ ଦେଖନ୍ତୁ ରିସାଇକେଲ କଲେ କ'ଣ ହେବ ନା ସେ ମାଟିର ପୁନରାବୃତ୍ତି ହେବ ଯେମିତି ଗୋଟେ ଲୋକ ବ୍ଲଡ଼ ଦେଇଦେଲେ ପ୍ରତି 31 ଡେଜ୍ ତାର ରିସାଇକେଲ ହୁଏ ବ୍ଲଡ଼ ପୁଣି ରିଫିଲ୍ ହୁଏ ମାଟି ସେମିତି ଆମର ଯେତେ ଖତ ବି ଦେବ ସେ ପୁଣି ତାକୁ ଜିଆ ରିସାଇକେଲ କରିବ ପୁଣି ସେମିତି ଫର୍ଟିଲିଟି ପାୱାର ମାଟିରେ ବଢ଼ିବ ଦେନ୍ ଚାଷ ଠିକ୍ ହେବ ଜଙ୍ଗଲରେ ଦେଖନ୍ତୁ ଜଙ୍ଗଲରେ କିଛି ଫର୍ଟିଲାଇଜର ଦିଆହେଉଛି କିନ୍ତୁ ସେଠି କିଛି କେମିକାଲ ଫର୍ଟିଲାଇଜର ୟୁଜ୍ ହେଉଛି ସବୁ ଗଛଟା ହେଲ୍ଦି ହେଉଛି କାରଣ ସେ ମାଟିରେ ହେଉଛି ଅର୍ଗାନିକ୍ ସଏଲ୍ ସେଗୁଡ଼ା ଜଙ୍ଗଲ ସଏଲ୍ ମାଟି ଗୁଡ଼ାକ ହେଉଛି ଅର୍ଗାନିକ୍ ସଏଲ୍ ତେଣୁ ସେଠି କିଛି ଫର୍ଟିଲାଇଜର ୟୁଜ୍ ନାହିଁ ଫିର୍ ବି ଗଛ ସବୁ ଗ୍ରୋଥ୍ ଭଲ ହେଉଛି ରୋଗ ନାହିଁ କାହିଁକିନା ଡ୍ୟୁ ଟୁ ଏଇ ଜିନିଷ ଚାଷୀ କେବେ ଏଇ ଡିଫରେନ୍ସ ଦେଖିବା ସେକେଣ୍ଡ ଥିଙ୍ଗ କ'ଣ ସୁଫଳା ସୁପର ଆମେ ୟୁଜ୍ କଲେ ଚାଷୀକି ବୁଝିବା କ'ଣ ଦେଖନ୍ତୁ ଆମର ଯେଉଁ ଅମଳ ଅଧିକା ହେଉଛି ସାର୍ ଯେଉଁ ଜିନିଷ କରିବେ ଗୋଟେ ଲୋକର 80 ପ୍ୟାକେଟ୍ ହେଉଛି 60 ପ୍ୟାକେଟ୍ ହେଉଛି 80 ପ୍ୟାକେଟ୍ ହେଉଛି ସେଇ 80 ପ୍ୟାକେଟ୍ ସେ କେମିତି ଗଲା କେମିତି ହେଲା ଆମେ ସୁଫଳା ସୁପର ୟୁଜ୍ କଲେ ମାଟିଟା ହାଲକା ହେବ ହାଲକା ହେଲେ କ'ଣ ହେବ ନା ପିଲ ଅଧିକା ହେବ ଗଛ ପିଲ ଅଧିକା ଦେଲେ ଅଟୋମେଟିକ୍ କେଣ୍ଡା ଅଧିକା ହେବ ଧାନ ଅଧିକା ହେବ ସେକେଣ୍ଡ ଥିଙ୍ଗ କ'ଣ ନା ପୋଲ୍ ମାରିବନି ଯେଉଁଟା ଅଗାଡ଼ି ହେଇଯାଏ ଅଗାଡ଼ିଟା ସଂଖ୍ୟା କମିଯିବ ସୁଫଳା ସୁପର ୟୁଜ୍ କଲେ କାହିଁକି ନା ଆମେ ଯେତିକି କେମିକାଲ ଫର୍ଟିଲାଇଜର ୟୁଜ୍ କରୁଛୁ ସେ ଆଡ଼ିସନାଲ୍ ଗୋଟେ 15 ଡେଜ୍ 20 ଡେଜ୍ ପାଇଁ କାମ କରେ ଗଛ ପାଇଁ ସିଏ ତାପରେ କ'ଣ ନା ଗଛକୁ ଆଉ ଖାଦ୍ୟ ମିଳେନି ଗଛ ଯେତିକି ତାର ଥିବ ତାକୁ ଷ୍ଟକ୍ ରଖି ସେ ଧାନ ପୋଲା ମାରିଯାଏ କିନ୍ତୁ ଯଦି ସୁଫଳା ସୁପର ୟୁଜ୍ କରେ ୟାର କାମ ହେଉଛି କ'ଣ ନା ଏ ସବୁ ଫର୍ଟିଲାଇଜରକୁ କଲେକ୍ଟ କରି ରଖିବ ଗଛକୁ ଯେତିକି ଦରକାର ସେତିକି ସପ୍ଲାଇ ଦେବ ଦେନ୍ ଗଛ ଏଣ୍ଡ ଅଫ୍ ଲାଇଫ୍ ତାର ମାନେ ଗଛର ଶେଷ ଜୀବନ ପର୍ଯ୍ୟନ୍ତ ବି ସେ ଷ୍ଟ୍ରଙ୍ଗ ଥିବ ଖାଦ୍ୟ ସଫିସିଏଣ୍ଟ ପାଉଥିବ ସୋ ଅଗାଡ଼ି ହେବନି ଏତେ ଯେତିକି ହେବା ଦରକାର 10% କମ୍ ରହିବ ବାକି ସବୁ ଧାନ ହେଇଯିବ 10% ନ୍ୟାଚୁରାଲ୍ କାଲାମିଟିକ୍ସରେ ହୁଏ ସେ ସବୁ ହେବ କିଛି ନାହିଁ ଥାର୍ଡ ଥିଙ୍ଗ କ'ଣ ନା ଆମର ରୋଗ ପ୍ରତିଷେଧକ ଶକ୍ତି ବଢ଼େ ଗଛର ରୋଗ ପ୍ରତିଷେଧକ ଶକ୍ତି ବଢ଼େ କ'ଣ ଆପଣ ଦେଖିବେ ଯେଉଁମାନେ ପ୍ରିଭିୟସ୍ ଚାଷୀ ଯେଉଁମାନେ ଆପଣ ସିନିୟର ମାନେ ଦେଇଛନ୍ତି ତାଙ୍କୁ ପଚାରିବେ ତାଙ୍କର ରୋଗ କମ୍ ଲାଗିବ ଏ ବର୍ଷ ଧାନରେ କାହିଁକି ଲାଗେ ନା ରୋଗ ପ୍ରତି ଆମର ଚାଷୀମାନେ କ'ଣ ଟ୍ରାଡ଼ିସନାଲ୍ ହେଇଗଲେ ଆପଣଙ୍କ ଜମିରେ ମାରିଛନ୍ତି ତ ମୁଁ ବି ସେଇ ଜିନିଷଟା ମାରିବି କାରଣ ମୋ ଜମିରେ କାଳେ ହେବ କିନ୍ତୁ ହେଇନଥିବ ବଟ୍ ଯେଉଁମାନେ ସୁଫଳା ସୁପର ଆମର ୟୁଜ୍ କରିବେ ତାକୁ ଗୋଟେ ସଜେସନ୍ ଆପଣ କରିବେ ଯେପର୍ଯ୍ୟନ୍ତ ପୋକ ଜମିରେ ନ ଦେଖିଛନ୍ତି କୌଣସି ପେଷ୍ଟିସାଇଡ୍ସ ୟୁଜ୍ କରିବେ ନାହିଁ
କାରଣ ଆମେ କହୁଛୁ ଯେ ରୋଗ ପ୍ରତିଷେଧକ ଶକ୍ତି ପ୍ଲାଣ୍ଟର ବଢ଼ିବ, ଯାହାଫଳରେ ଯେ ରୋଗ କମ୍ ଲାଗିବ, ପୋକ କମ୍ ଲାଗିବ, ବୁଝିପାରିଲେ ନା? ଯେତେବେଳେ ଲାଗିବ ସେତେବେଳେ ଆମେ ୟୁଜ୍ କରିବା। ଏଇସବୁ ଜାଗାରେ ଆମେ ଚାଷୀର ଖର୍ଚ୍ଚ କମେଇବା ପ୍ଲସ୍ ଅମଳ ବଢ଼େଇବା। ଅମଳ ବଢ଼େଇବା କେମିତି ନା ପିଲ ଅଧିକା ଦେବ, ଗଛରେ ଆପଣ ଧାନ ଫୁଲ ମାରିବା କମ୍ ହୋଇଯିବ। ଗୋଟେ ଗଛରେ ଧର ସପୋଜ୍ 10ଟା ପିଲ ଦେଉଛି, ଧର 15ଟା ପିଲ ହେଲା, ଧାନ ଅଟୋମେଟିକ୍ ଅଧିକା ହେବ। ସେଇ ହିସାବରେ ଯେତେ ଗଛ ଅଛି ଇଏ ହେବ। ସେକେଣ୍ଡ ଥିଙ୍ଗ କ'ଣ ନା ଗଛ ମୂଳକୁ ସେ ଦୃଢ଼ କରିବ, ମାନେ ଯେଉଁ ଚେରଟାକୁ ସେ ଷ୍ଟ୍ରଙ୍ଗ କରିବ। ଷ୍ଟ୍ରଙ୍ଗ କ'ଣ ଗୋଟେ ନ୍ୟାଚୁରାଲ୍ କାଲାମିଟି, ସେ ପବନ ହଉ କି ଟିକେ ଇଏ ଗଛ ହେଭି ଧାନ ହେଇଗଲା ତଳକୁ ରହିଯାଏ, ପାଣିରେ ଲାଗିଯାଏ, ସେଇ ଜିନିଷ କରେଇଦେବ। ଏଇଟା କଲେ ସେକେଣ୍ଡ ଥିଙ୍ଗ କ'ଣ ସୁଫଳ ଗୋଟେ ଜିନିଷ ବଢ଼ିଆ ଜିନିଷ କ'ଣ ନା ଏଇଟା ଆପଣ ମାଟିଟାକୁ ବିଶୋଧନ କରେ। ଯେତେ ପ୍ରକାର ମୁଁ କହୁଛି କାହିଁ ରୋଗ ହେବନି ଏତେ, ଯେତେ ପ୍ରକାର ଜର୍ମ ଥାନ୍ତି ମାଟିରେ, ସେ କ'ଣ ସେଇ ପ୍ଲାଣ୍ଟ ପାଇଲେ ସେ ରୋଗ ପୋକ ବଢ଼ିବେ ଲାଗେ। ସେ ଏବେ କ'ଣ କରେ ନା ଆମେ ଯେଉଁ ସୁଫଳ ୟୁଜ୍ କରିବା ସେ ମାଟି ବିଶୋଧନ କରେ। ଦେଖନ୍ତୁ ସମସ୍ତେ ମଞ୍ଜି ବିଶୋଧନ କରନ୍ତି, ପ୍ରାୟ ସମସ୍ତେ ମଞ୍ଜି ବିଶୋଧନ କରନ୍ତି, ମାଟି ବିଶୋଧନ କରୁଛନ୍ତି କି? କେହି କରୁନାହାନ୍ତି। ମାଟି ବିଶୋଧନ କରିବାଟା ନିହାତି ଦରକାର। ଆଗରୁ ଲୋକମାନେ ମାଟି ବିଶୋଧନ କରୁଥିଲେ କେମିତି ନା ଗଛର ଯେଉଁ ନଡ଼ା ମୂଳଟାକୁ ଜଳଉଥିଲେ ମାଟିରେ, ଜଳଉନଥିଲେ କି? ଜଳ ଦେଲା ପରେ ସେଇଟା ମାଟିରେ ବିଶୋଧନ ହେଇଯାଉଥିଲା। କିନ୍ତୁ ଏବେ ସେଇଟା କେହି କରୁନାହାନ୍ତି। ଯେହେତୁ ଆମେ ଏଇଟା ନିମ୍ ବେସ୍ ପ୍ରଡ଼କ୍ଟ, ଆମେ ଏଇଟା ୟୁଜ୍ କଲେ ସୁଫଳଟା ମାଟିଟା ବିଶୋଧନ ହେଇଯିବ। ଅପକାରୀ ଜୀବାଣୁ ମରିଯିବେ, ଉପକାରୀ ଜୀବାଣୁ ଯେଉଁମାନେ ସେମାନେ ଆମର ରହିବେ, ଯେଉଁମାନେ କି ଆମର ଗଛର ବୃଦ୍ଧି ପାଇଁ କାମ ଦେବେ, ହେଲା। ତ ସୁଫଳ ହେଉଛି ନିହାତି ନେସେସରି ମାଟି ପାଇଁ, ଯେଉଁଟାକି pH ଭ୍ୟାଲ୍ୟୁ ମେଣ୍ଟେନ୍ କରେ, ମାଟିକି ତାର ବାଲାନ୍ସ ମେଣ୍ଟେନ୍ କରେ, ନ୍ୟୁଟ୍ରାଲାଇଜ୍ କରିକି ରଖେ। ସୁଫଳ ଏଇସବୁ କାମ, ଏଇଟା ଦେଲା ପରେ ଆପଣ ଯାହା ମେଡ଼ିସିନ୍ ଦେବେ ସବୁ କାମ କରିବ। ସୁଫଳଟା ହେଉଛି ମାଟିଟାକୁ ନ୍ୟୁଟ୍ରାଲାଇଜ୍ କରିଦିଏ। ଓକେ, ସେକେଣ୍ଡ ଜିନିଷ କ'ଣ ନା ସଞ୍ଜୀବନୀ ପାୱାର ପ୍ଲସ୍। ଗୋଟେ ସୁଫଳ ବିଷୟରେ ବୁଝିଲେ ତ କିଛି, ବାକି ସବୁ ଏଥିରେ ଅଛି, ଆପଣ ପଢ଼ିଦେଲେ ହେଇଯିବ। ସୁଫଳ ୟୁଜ୍ କରିବା ପରେ ଆମେ କ'ଣ କରିବା ନା ଏଇଟା ମାଟିରେ ୟୁଜ୍ ହେବ। ସୁଫଳଟା ଯେପର୍ଯ୍ୟନ୍ତ ମାଟି ଓଦା ଅଛି ସେଇ ପର୍ଯ୍ୟନ୍ତ ଆମେ ୟୁଜ୍ କରିପାରିବା, ଯେପର୍ଯ୍ୟନ୍ତ ସାର ଦିଆଯାଉଛି ତାପରେ ଆଉ ୟୁଜ୍ କରିବାନି। ସାର ଦେବା ସରିଗଲେ ଆଉ ସୁଫଳ ଦେଇ ହେବନି। ତାପରେ କ'ଣ ହେବ ନା ଏଇଟା ମାଟିରେ ୟୁଜ୍ ହେବ। ସେକେଣ୍ଡ ଥିଙ୍ଗ କ'ଣ ନା ସଞ୍ଜୀବନୀ ପାୱାର ପ୍ଲସ୍। ସଞ୍ଜୀବନୀ ପାୱାର ପ୍ଲସ୍ କ'ଣ ନା ଲିକ୍ୱିଡ଼ ଫର୍ମ ଅଛି, ତାର ଡୋଜ୍ ହେଉଛି 2.5ରୁ 3 ml per ଲିଟର। ମାନେ ଆମେ ଗୋଟେ ଢୋଲରେ 50 ml ଦେଇପାରିବା। 15 ଲିଟର ପାଣି ଆମେ ସ୍ପ୍ରେ କରୁଛେ, ସୋ ଅପ୍ ଟୁ 50 ml ଦେଇପାରିବା ଗୋଟେ ଢୋଲରେ। ଦେଲେ ସେଇଟା କ'ଣ ଆମେ କେତେବେଳେ ସ୍ପ୍ରେ କରିବା, ସେଇଟା ସ୍ପ୍ରେ କରିବା 2 ଥର ସ୍ପ୍ରେ କରିବା। ଗୋଟେ ଲିଟର ହେଉଛି 1 ଏକର ଡୋଜ୍। ଦେଖନ୍ତୁ ଫ୍ରେଣ୍ଡସ୍, ଚାଷୀମାନଙ୍କୁ କେବେ ରଙ୍ଗ ପ୍ରେସ୍କ୍ରାଇବ୍ କରିବେ। ପ୍ରଥମ ଜିନିଷ ବୁଝି ନ ପାଇଲେ ଏଇଟାକୁ ଦେଖିବେ, ନାଇଁ ତ ସାର୍ମାନଙ୍କୁ ପଚାରିବେ, ନାଇଁ ତ ମୋତେ ବି ପଚାରି ପାରିବେ, କିନ୍ତୁ ରଙ୍ଗ ପ୍ରେସ୍କ୍ରାଇବ୍ କରିବେନି ଯେ ଆପଣ ନିଅନ୍ତୁ ମାରିଦିଅନ୍ତୁ, ପୋକ ହେଇଛି ସଞ୍ଜୀବନୀ ମାରିଦିଅନ୍ତୁ। ବୁଝିପାରିଲେ ନା? ସେଇଟା ଦୁଇ ଜଣ, ଆପଣଙ୍କ ପାଇଁ ଖରାପ, କମ୍ପାନୀ ପାଇଁ ଖରାପ, ଚାଷୀ ପାଇଁ, ସମସ୍ତଙ୍କ ପାଇଁ ଖରାପ। ଯେଉଁଠି ନ ଜାଣିପାରୁଛନ୍ତି ଏଇଟା ପଢ଼ିକି କୁହନ୍ତୁ, ନାଇଁ ତ ସାର୍ମାନଙ୍କୁ ପଚାରନ୍ତୁ, ନାଇଁ ତ ମୋତେ ବି ପଚାରନ୍ତୁ। କିନ୍ତୁ ଚାଷୀ କେବେ ରଙ୍ଗ ପ୍ରେସ୍କ୍ରାଇବ୍ କରନ୍ତୁ ନାହିଁ, କିନ୍ତୁ ପ୍ରପର୍ ଡାଇଗ୍ନୋସିସ୍ କରନ୍ତୁ, ତାପରେ ଦିଅନ୍ତୁ। ଆମେ ଏଇଟା ଦେବା କେତେବେଳେ, ଆଉ ଅର୍ଗାନିକ୍ରେ ଚାଷ କଲେ ଦ ବେଷ୍ଟ ରେଜଲ୍ଟ ଆସିବ, କିନ୍ତୁ ପ୍ରପର୍ ଟାଇମ୍ କରିବା ଦରକାର। ଆମେ ଯଦି ଡୋଜ୍ ଭୁଲଭାଲ କରିବା ତାହେଲେ ହେବନି, ବୁଝିପାରିଲେ ନା? ତ ସଞ୍ଜୀବନୀ ଆମେ କେତେବେଳେ ସ୍ପ୍ରେ କରିବା? ସଞ୍ଜୀବନୀ ସ୍ପ୍ରେ କରିବା କେତେବେଳେ ନା ପ୍ଲାଣ୍ଟେସନ୍ର ଆଫ୍ଟର 2 ୱିକ୍, ପ୍ଲାଣ୍ଟେସନ୍ର 2 ସପ୍ତାହ ପରେ ବା 15 ଦିନ। ପ୍ଲାଣ୍ଟେସନ୍ ମାନେ କ'ଣ? ଆମେ ରୋଇବାର, ଧାନ ଗଛ, ବାଇଗଣ ଗଛ, ଯେକୌଣସି ଗଛ ଲଗେଇବାର 2 ୱିକ୍ ପରେ। 2 ୱିକ୍ ପରେ କାହିଁକି ମାରିବା? 2 ୱିକ୍ ପରେ ଏଇଥିପାଇଁ ମାରିବା ନା ପ୍ରଥମ ୱିକ୍ରେ ଗଛ ସେଟେଲ୍ ହେଇନଥିବ, ରୁଟ୍ ସେଟେଲ୍ ହେଇନଥିବ, ତା ଚେରଟା ମାଟିରେ ଠିକ୍ ସେ ଧରିନଥିବ ମାଟି। ତ ଆମେ ଯଦି ସ୍ପ୍ରେ କରିଦେବା ଗଛଟା ପଡ଼ିଯିବ ତଳେ। ଚାଷୀର ଉପକାର କରିବା ଜାଗାରେ ଆମେ ଅପକାର କରିବା, କାରଣ 100ରୁ 25 ଗଛ ମାରିଦେବା ସ୍ପ୍ରେ କରିକି। ସୋ 2 ୱିକ୍ ପରେ ଗଲେ କ'ଣ ନା ରୁଟ୍ଟା ସେଟେଲ୍ ହେଇଗଲା, ରୁଟ୍ଟା ମାଟିକି ଧରିଲା, ତାପରେ ଆମେ ସ୍ପ୍ରେ କରିବା। ସ୍ପ୍ରେ କଲେ କ'ଣ ହେବ ନା ଆମେ ଯେଉଁ ମେଡ଼ିସିନ୍ଟା ସ୍ପ୍ରେ କରିବା 2 ୱିକ୍ ପରେ ସେଟା ପତ୍ରରେ ପଡ଼ିବ। ଆଉ ସବୁବେଳେ ଚାଷୀକି ବତେଇବେ ଯେ ସ୍ପ୍ରେ ଯେତେବେଳେ ଗଛଟା ପୁରା ବୁଡ଼େଇବ, ଯେପର୍ଯ୍ୟନ୍ତ ଗଛ ପତ୍ରରୁ ପାଣି ତଳେ ନ ପଡ଼ିବ ସେ ପର୍ଯ୍ୟନ୍ତ ସ୍ପ୍ରେ ମାରିବ। ବୁଝିପାରିଲେ ନା? ଏମିତି ଉଡ଼େଇ ଦେବନି, ଗଛ ପତ୍ରରେ ମାରିବ, ସ୍ପ୍ରେ ହେଇକି ତଳେ ପଡ଼ିବ, ତାହେଲେ ବଢ଼ିଆ ରେଜଲ୍ଟ ଆସିବ। ଠିକ୍ ଅଛି? ତ ଆମେ 2 ୱିକ୍ ପରେ ମାରିବା। ମାରିଲା ପରେ କ'ଣ ହେବ ନା ସେଇଟା କ'ଣ ହେବ ନା ପତ୍ରରେ ପଡ଼ିବ। ପତ୍ରରେ ପଡ଼ିଲା ପରେ ଗଛ ରୁଟ୍ ଯଦି ସେଟେଲ୍ ନ ହେଇଯିବ, ତା ଯେଉଁ ଇନ୍ଧନ ପକେଜ ମାନେ କ'ଣ ପ୍ରୋସେସିଂ ହେବା କଥା, ପ୍ରୋସେସିଂଟା କେମିତି ହେବ? ତ ତଳକୁ ସେ ପାଣି ନେଲେ ତ ପ୍ରୋସେସିଂ କରିବ ନା, ତ ଚେରଟା ସେଟେଲ୍ ହେଇଯାଇଥିବ 2 ୱିକ୍ ପରେ ମାରିବ, ମାନେ ଇମିଡ଼ିଏଟ୍ କାମ କରିବ। ୱିଦିନ୍ 1 ୱିକ୍ ଆପଣ ରେଜଲ୍ଟ ଦେଖିପାରିବେ ଯେ ଗଛ ଗ୍ରୀନ୍ ହେଇଗଲା, ଗ୍ରୋଥ୍ ଆସିଲା, ବ୍ରାଞ୍ଚ ଆସିଲା, ଏସବୁ ଜିନିଷ ଜଣାପଡ଼ିବ। ତ ଗୋଟେ ଡୋଜ୍ ମାରିବା 600 ml, କାରଣ ପାଣିର ଡୋଜ୍ ହେଉଛି 200 ml ପ୍ରତି ଲିଟର। ଗୋଟେ ଡୋଜ୍ ମାରିବା 600 ml ଫାର୍ଷ୍ଟଟା, ସେକେଣ୍ଡଟା ମାରିବା ହେଉଛି 400 ml, କାରଣ ଫାର୍ଷ୍ଟ ଏମଏଲ୍ ଯେହେତୁ ଦେଇଥିବା ଅଧିକା, ସେକେଣ୍ଡ ଏମଏଲ୍ କମ୍ ଡୋଜ୍ ଦିଆହେବ। ବୁଝିଲା? 1 ଲିଟର 2ଟା ଡୋଜ୍ ହେଲା। ଗୋଟେ ଡୋଜ୍ ହେଲା ଆଫ୍ଟର 2 ୱିକ୍, ସେକେଣ୍ଡ ଡୋଜ୍ ହେଉଛି ଗର୍ଭାବସ୍ଥା।
ଧାନ ଯେତେବେଳେ ଗର୍ଭାବସ୍ଥା ଥିବ ମାନେ ଫୁଲ ତାପରେ ଆସିବ ଜଷ୍ଟ ଆଉ ଗୋଟେ 7 ଦିନ ପରେ 8 ଦିନ ପରେ ଫୁଲ ଆସିବ ଗର୍ଭାବସ୍ଥା ଯୋଉଟା କହୁଛନ୍ତି ଜାଣିଛୁ ତ ଗର୍ଭାବସ୍ଥା ବେଳେ ସେକେଣ୍ଡ ଡୋଜ୍ ମାରିବ ଗର୍ଭାବସ୍ଥା ବେଳେ ଯଦି ସ୍ପ୍ରେ ନ କରିବ ଭଲ ରେଜଲ୍ଟ ଆସିବନି କିନ୍ତୁ ଗର୍ଭାବସ୍ଥା ଯଦି ସ୍ପ୍ରେ କରିବ ଏକ୍ସେଲେଣ୍ଟ ରେଜଲ୍ଟ ଆସିବ କାରଣ ଗର୍ଭାବସ୍ଥାରେ ଆମେ ଯେଉଁ ସ୍ପ୍ରେଟା କରିବା ସେଇଟା କାମ ଦେବ କ'ଣ ନା ଫ୍ଲାୱରିଂ କରିବ ଅଧିକା ଫ୍ଲାୱରିଂ କରିବ ମତଲବ କ'ଣ ନା ଗଛରେ ଯେତିକି ଫୁଲ ଆସିବାର କାପାସିଟି ଗୋଟେ ଧାନ ଗଛରେ ଗୋଟେ 100ଟା ଧାନ ହେବା ହେଉଛି ତା କାପାସିଟି ଆମେ ଯେଉଁ ଦେଖୁଛୁ ବିହନ ଫଟୋ ଦେଇଛି ଯେଉଁ ବ୍ୟାଗ୍ ଉପରେ ଦେଉନି କି ଆକ୍ଚୁଆଲି ସେ ଧାନ ସେମିତି ହେବା କଥା ଡ୍ୟୁ ଟୁ ଆମ ଭୁଲ ସେ ଧାନ ହେଉନି ସେ ତ ସେଇ ଧାନ ମଞ୍ଜି ନା କାହିଁ ହେବନି ଆମ ଭୁଲ କ'ଣ ନା ଆମେ ଭୁଲ ପ୍ରୋସିଜିଅର ମାରୁ ଦେଖନ୍ତୁ ଗର୍ଭାବସ୍ଥାରେ ମାରିଲେ କ'ଣ ହେବ ନା ଗୋଟେ ଗଛର 100ଟା ଧାନ ଆସିବା କଥା ତ 100ଟା ଧାନ ହିଁ ଆସିବ ଏଇଟା ସ୍ପ୍ରେ କଲେ କାରଣ ୟା କାମ ହେଉଛି ଫ୍ଲାୱରିଂ କରିବ ଗଛକୁ ଯେତିକି ତାର କାପାସିଟି ସେତିକି ଫ୍ଲାୱରିଂ କରିବ ସେକେଣ୍ଡ ଜିନିଷ କ'ଣ ନା ଫ୍ଲାୱାର ଡ୍ରପିଂଟା ରଖିବ ଫ୍ଲାୱାର ଡ୍ରପିଂ କ'ଣ ଆପଣ ଦେଖନ୍ତୁ ଧାନ ଗଛ ଫୁଲ ଆସିଗଲା ଟିକେ ଭଲ ଜୋର ଖରା ହେଇଗଲା କି ଟିକେ ପବନ ହାଲକା ହେଇଗଲା ଫୁଲ ସବୁ ଝଡ଼ି ପଡ଼ିବ ସେଇଟା ହେଉଛି ଫ୍ଲାୱାର ଡ୍ରପିଂଟା ବନ୍ଦ କରିବ ଆଉ ଫ୍ଲାୱାର ଡ୍ରପିଂ ଭିତରେ ମେନ୍ ହେଉଛି ୟାର ସଞ୍ଜୀବନର ମେନ୍ ରୋଲ୍ ହେଉଛି କ'ଣ ନା ମେଲ୍ ଫିମେଲ୍ ଫ୍ଲାୱାରକୁ ବାଲାନ୍ସ କରେ ସେଇଟା ଯେଉଁଟାକୁ ହରମୋନ୍ କହନ୍ତି ୟାର ହରମୋନ୍ କାମ ବି ଅଛି ବହୁତ ପ୍ରକାର ଅର୍ଗାନିକ୍ ଗୋଟେ ପ୍ରଡ଼କ୍ଟରେ ବହୁତ ପ୍ରକାର କାମ ଦିଏ ଯେମିତିକି କେମିକାଲ ଗୋଟେ ଇଣ୍ଡିଭିଜୁଆଲ୍ ଦରକାର ଆପଣ ଏନ୍ପିକେ ଦରକାର ଏନ୍ପିକେ ମାରିବେ ଗ୍ରୋଥ ଦରକାର ୟୁରିଆ ମାରିବେ ଆଇରନ୍ ଦରକାର ଆଇରନ୍ ମାରିବେ ବଟ୍ ଏଇଥିରେ ସବୁ ଯାକ ଏଲିମେଣ୍ଟ ଅଛି ଯେଉଁ ସେ ସଞ୍ଜୀବ ସାର୍ କହିଲେ କି 16ଟା ଏଲିମେଣ୍ଟ ନା କହିଲେ ସବୁ ଅର୍ଗାନିକ୍ରେ ସବୁ ପ୍ରକାର ଏଲିମେଣ୍ଟ ଅଛି ତ ଇଣ୍ଡିଭିଜୁଆଲ୍ ମାରିବା ଦରକାର ନାହିଁ ଇଏ କ'ଣ କରିବ ନା ଯେଉଁଟା ହରମୋନ୍ କାମ ସେଇଟା କରିବ ମେଲ୍ ଫିମେଲ୍ ଫ୍ଲାୱାର ବାଲାନ୍ସ କରିବ ସପୋଜ୍ ଆପଣଙ୍କ ଗୋଟେ ଜମିରେ ଦରକାର କେତେ 200 ମେଲ୍ ଫ୍ଲାୱାର ଦରକାର କିନ୍ତୁ କ'ଣ ଦରକାର ଆଉ 1,500 ଫିମେଲ୍ ଫ୍ଲାୱାର ସେଇଠି ଯଦି ଆପଣ 50ଟା ମେଲ୍ ଫ୍ଲାୱାର ରହିଲା ଦେନ୍ କ'ଣ ହେବ ନା ଗଛ ସେତିକି ଏଣ୍ଡିଂ ହେବନି ସବୁ ଫୁଲ ହେଇଯିବ କିନ୍ତୁ ଫଳ ଆସିଲା କିଛି ଆସିବ ମେଲ୍ ଫିମେଲ୍ ଫ୍ଲାୱାର ବାଲାନ୍ସ କରିବାର ମୁଖ୍ୟ ରୋଲ୍ ହେଉଛି ଆର ଯେଉଁଟାକି ପରାଗ ସଙ୍ଗମ ହୁଏ ଜାଣିଥିବେ ମହୁମାଛି ପ୍ରଜାପତି ଏମାନେ ସବୁ କରନ୍ତି ଏବେ ତ ସେ ଜିନିଷ ନାହିଁ ନା ଏଇଟା ଆର୍ଟିଫିସିଆଲ ୱେରେ କରିବାକୁ ସୋ ଏଇଟା ମାନେ ସେ ଜିନିଷ ହୁଏ ମେଲ୍ ଫ୍ଲାୱାର ଯେତିକି ରଖିବା କଥା ସେତିକି ରଖିବ ଫିମେଲ୍ ଫ୍ଲାୱାର ବାଲାନ୍ସ କରି ସେ ତାର ଆଡ଼ଜଷ୍ଟ କରିବ ଓକେ ଥାର୍ଡ଼ ଥିଙ୍ଗ କ'ଣ ନା ଏଥିରେ ଆଉ ଗୋଟେ ଜିନିଷ ଅଛି ଇଏ ରୁଟ୍କୁ ମଜବୁତ କରିବ ଚେରକୁ ମଜବୁତ କରିବ ମାନେ କ'ଣ ଆପଣ ଚେର ଦେଖନ୍ତୁ ସବୁ ଯାକ ବର୍ତ୍ତମାନ ଧାନ ଗଛର ଚେର ଗୁଡ଼ା ଅପୱାର୍ଡସ୍ ଯାଏ ମାନେ ଏମିତି ଉପରେ ଖେଳି ହେଇକି ରହୁଛି ମାଟି ଭିତରକୁ ଯାଉ ଉପାଡ଼ି ଗଛଟା ଛତା ଟାଇପ୍ର ରହୁଛି ଚେର ଗୁଡ଼ା କିନ୍ତୁ ସେଇଟା କ'ଣ ହେବା କଥା ଆକ୍ଚୁଆଲି ଧାନ ଗଛ ତ ମାଟିଟା ହାଲକା ହେବ ୟାର ଚେର କ'ଣ ସବୁ ଡାଉନୱାର୍ଡସ୍ ହେବ ଚେରଟା ଯେତେ ତଳକୁ ଏଇ ଟାଇପ୍ର ରହିବ ଦେନ୍ ଧାନ ଗଛ ଷ୍ଟ୍ରଙ୍ଗ ହେବ ପ୍ଲସ୍ ସେତେ ହେଲ୍ଦି ହେବ ତା ଯେଉଁ ମୂଳଟା ମୋଟା ହେବ ମୂଳଟା ମୋଟା ହେଲେ ଅଟୋମେଟିକ୍ ସେଠି ଅଧିକା ଯେଉଁ ବିଲ ଅଧିକା ଦେବ ଗଛ ନଇବାର ଚାନ୍ସ ନାହିଁ ବୁଝିପାରିଲେ ତ ଇଏ ତିନିଟା କାମ ଧର ଫ୍ଲାୱାର ଡ୍ରପିଂ ରଖିବ ଭଲ ଫ୍ଲାୱରିଂ କରିବ ଯେଉଁଟାକି ହରମୋନ୍ କାମ ମେଲ୍ ଫିମେଲ୍ ଫ୍ଲାୱାର ବାଲାନ୍ସିଂ କରିବ ଫ୍ଲାୱାର ଡ୍ରପିଂ ରଖିବ ଆପଣ ରୁଟ୍କୁ ମଜବୁତ କରିବ ଚେରକୁ ମଜବୁତ କରିବ ଏତିକ କାମ ତାର ଫ୍ଲାୱାର ଡ୍ରପିଂ ଫ୍ରୁଟ୍ ସେଟଲ୍ କରାଇବ ଆଉ ତ ବହୁତ ଜିନିଷ ଅଛି ଖାଇଦେବେ ଫ୍ରୁଟ୍ ସେଟଲ୍ କରାଇବ ମାନେ କ'ଣ ଯେଉଁଟା ଫଳ କଷି ହେଇକି ଝଡ଼ି ପଡ଼େ ୟା କଥା ଛାଡ଼ି ଲଙ୍କା ଗଛ ଦେଖନ୍ତୁ ଅଲଗା ଗଛ ଦେଖନ୍ତୁ ଧାନ ଗଛ ଛାଡ଼ି ଦିଅନ୍ତୁ ଲଙ୍କା ଗଛ ଛୋଟ ଛୋଟ ଫଳ ଖସି ପଡ଼େନି କି ସେ ଫ୍ରୁଟ୍ ସେଟଲ୍ କରିବ ସେଟଲ୍ କରିବ ନା ତା ଯେଉଁ ଟିପିଟା ଥାଏ সেটা ଗୋଟେ ଲାଗେ ଦେଖିବ ସେଟା ଲାଗିଥିବ ତା ମୂଳରୁ ହିଁ ଖସି ପଡ଼ିବ ସେଇଟା ଗୋଟେ ମଜବୁତ କରାଏ ବୋଲେ ସେଟା ପସିବଲ୍ ବୁଝିଲେ ଏସବୁ କାମ ହେଉଛି ସଞ୍ଜୀବନୀର ଥାର୍ଡ଼ ଥିଙ୍ଗ କ'ଣ ସ୍ୟାକ୍ବିଟା କ'ଣ ନା ଏଇଟା ହେଉଛି ଆକ୍ଚୁଆଲି ଫୁଲ୍ଲି ରୁଟ୍ ଉପରେ ଏହାର କାମ କେବଳ ମାନେ ଏହାର ଫୁଲ୍ଲି ଚେର ଉପରେ କାମ ଚେର ଉପରେ କାମ ଆମେ ସ୍ୟାକ୍ବିଟା ମାରିଲା ମାନେ ଇଏ କହୁଥିଲେ ଯେ ସ୍ୟାକ୍ବିଟାର ମୁଁ ଫୁଲ୍ ଗ୍ୟାରେଣ୍ଟି ଦେଇଦେଉଛି ଯେ ମୋ ଗଛ ଗ୍ରୋଥ୍ ହେବ ବୋଲି এটা 100% ଗ୍ରୋଥ୍ ହେବ କାହିଁକି ଗ୍ରୋଥ୍ ହେବ ନା ୟା କାମ ହେଉଛି ଚେର ଯେତେ ପ୍ରକାର ଡିଫେକ୍ଟ ଥାଏ ଏ ସବୁକୁ ସଜାଡ଼ିବ ମତଲବ କ'ଣ ତୁମେ ଦେଖ ଚେର ଆମର ମୁଖ୍ୟ ଜିନିଷ ହେଉଛି ଗଛର କ'ଣ ଚେର ମୁଖ୍ୟ ଜିନିଷ ଚେର ଆମର ଯେମିତି ଆମ ପାଇଁ ମୁଖ୍ୟ ଜିନିଷ କ'ଣ ପାଣି ଆମକୁ ଗୋଟେ ଚାଉଳ ଡାଲି ବା ଚିକେନ୍ ମଟନ୍ ସବୁ ଦିଆଗଲା ଯଦି ପାଣିଟା ନ ଦିଆହେବ ରୋଷେଇ କରିପାରିବେ କି ସେମିତି ୟାର ମୁଖ୍ୟ ଜିନିଷ ହେଉଛି କ'ଣ ନା ଚେରଟା କ'ଣ କରେ ନା ଚେରଟା ଗଛକୁ ତଳରୁ ଯେତେ ପ୍ରକାର ଖଣିଜ ସାର ଅଛି ସବୁକୁ କଲେକ୍ଟ କରି ପ୍ଲାଣ୍ଟକୁ ଦିଏ ଆଉ ତାର ଇନ୍ଧନ ପ୍ରୋସେସ୍ର ମୁଖ୍ୟ ଜିନିଷ ହେଉଛି ଚେର କଲେକ୍ଟ କରି ସବୁ ଚେର ଦେଖିବେ ଯେକୌଣସି ଗଛର ଗୋଟେ ଚେର ମଧ୍ୟ ଗୋଟେ ପାଇପ୍ ଥାଏ ଯେମିତି ଆମେ ପାଣି ପାଇପ୍ ସେଇ ଟାଇପ୍ର ସବୁ ଜାଗା ଚେର ତାର କଲେକ୍ସନ୍ ସେମିତି ଭିତରେ ଗୋଟେ ହୋଲ୍ ଥାଏ ସେଇ ହୋଲ୍ରେ ସେମାନେ ତଳୁ ପାଣି ଆଉ ଯେକୌଣସି ଖଣିଜ ପଦାର୍ଥ ଏମାନେ ସବୁ ସଂଗ୍ରହ କରିକି ଫଟୋସିନ୍ଥେସିସ୍ ମାନେ ପତ୍ରରେ ସୂର୍ଯ୍ୟଗ୍ରହଣ କରନ୍ତା ସେଇଠୁ ଏମାନେ ସପ୍ଲାଏ କଲେ ଉପରେ ରୋଷେଇ ହେଲା ପତ୍ର ଉପରେ ଫଟୋସିନ୍ଥେସିସ୍ ଯେଉଁ ଇନ୍ଧନ ପ୍ରକ୍ରିୟା ଉପରେ ପୁଣି ସେ ରିଟର୍ନ ପଠାଇବେ ତଳକୁ ଟିମ୍ବର ଏଇଟା ହେଉଛି ପ୍ରୋସେସ୍ ଗଛର ତ
तो यहाँ हुए जदि आम कौन करा गछ चेर सफिसीयंट ना रोषे बेलू आपको दिगला पानी सफिसीयंट दिया ना बात करेंगे सेमती पानी सफिसीयंट ना तो कौन इंधन प्रक्रिया आप जिते स्प्रे करूँ चेर ठीक नथी हेनी अनेसरी वेस्ट बेपर हो सब उड़ी सब आप गोटे देखो गोटे छोट कुंडे गोटे गछ लगे खाली पुड़ा चेर हो माटी न से जगह जिते स्प्रे करूँ से गछ ग्रोथ हो कहीं माटी चेर से सफिसीयंट माटी कौन आसला बेले बेले आम रिप्लेस करूँ से टाणी माटी को नुआ देगी रखू ना सेमती धान गच कौन ना बहुत प्रकार रूट्र डिजीज थाए रूट डिजीज थाए कौन धान गच रूट नट गोटे चेर गोटे गंठी गंठी हुए से गंठीटा आप टाणी टक 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 जाए से गंठीटा कौन ना स्लो हो रिसीव कर पावरटा से स्लो हो जाए सो आम से यूज कले धान चेर गंठीटा को बिल्कुल करेदेव सेकेंड थिंग कौन ना रूट गोटे पचिबार रोग अच्छी चेर सड़ा रोग धान में पोटल मैक्सीम ये जिन पोटल गच पूरा मरी जाए चेर सड़ा रोग जो कहते चेर सड़ा रोग धान गोटे गच को लगे मैंने गोटे फंगाल इन्फेक्शन कि गोटे गच को लगे मैंने आप साइड जमी लगे से आप जमी भी हम गोटे फंगाल इन्फेक्शन ये कौन हम ना जो रूट पचिबा आरंभ हम सागे सागे इमिडिएट सब लगे तो आम जब भिटा से स्प्रे कर सुफला मारी यहाँ को कंट्रोल कर ओके अरे एमती बहुत जिन जो पढ़ले कि जानते आउ गोटे जिन हूँ कौन ना सैकोजाइन जी सैकोजाइन जी मैंने कौन आप जो संजीवनी जो जिनटा अच्छी जो मैंने गोटे स्प्रे असुविधा अच्छी जमीटा बहुत भितर अच्छी स्प्रे कर पानी प्रोब्लेम अच्छी से जगह आप सैकोजाइन जी देते ग्रानुअल्स मल्टीविटामिन अच्छी एवरीथिंग जोटा से अच्छी एट्रिक सीजन अच्छी ग्रानुअल्स फॉर्म अच्छी जेपर्यंत आप माटी ओदा अच्छे से इजिली डिजल्व हम माटी मैंने आ बहुत प्रकार देखिए जहाँ भी माटी मिसबनी सेमती हार्ड हो माटी पर खराब बट यहाँ यूज करूँ माटी इजिली डिजल्व हो माटी सागे मिसीज आ गच मूल सब जगह सफिसीयंट एनपीके जोगेब गच को ग्रोथ कर थर्ड थिंग हूँ कौन सैकोनिम सैकोनिम मैंने कौन आम जो गोटे चाषी आमको पचार सार आप तो सब देते आप निम जो पोक लगुच हम गोटे केमिकाल केमी आप तो अर्गानिक सब करेंगे ना सो जिते पोक लगे सैकोनिम गोटे देखो क्या भूल देवे पोक बहुत मरीज ये सब देवे सैकोनिम हूँ पेस्ट कंट्रोलर पेस्टिसाइड्स नुह जेहतु अर्गानिक प्रोडक्ट ये पेस्ट मारबनी पोक को मारिदेवनी पेस्ट को कंट्रोल करे पेस्ट को कंट्रोल करे कौन एक्चुअली गोटे पोक केमी बढ़े सेकेंड जो पेस्टिसाइड्स यूज करेंगे पेस्टिसाइड जगह पोकटा केमी ग्रोथ हुए आग दुटा पोक आम जमीन आसवे से लाभा तैयारी करेंगे शह शह छुआ है तो ये कौन करें मेल को डिएक्टिव कर दी सैकोनिम हूँ मेल को डिएक्टिव कर जो प्रजोजन क्षमता बंद कर मैंने अधिका पिला हेनी प्लस गछटा को पूरा कड़वा कर पिता कर पिता करला कौन ना से पोक जी बस से सुंड मार खाई पार बड़ा कर पिता लगे से उठे पोक आम जमी 100% पोक भी रे गछ को खराब करेंगे ओके स्पीड बढ़े भल लगुच कि ना बहुत बुझीपार सार बहुत मानने भितर मानने प्रत्येक प्रोडक्ट आम जेन अच्छी मोर लाट जे भल भाव आमको जनाले कि बुझीपारे तो जेटा कि आमको चाषी पाखे जाकि बुझाबार के पड़वा कि नुआ नुआ जेन आईसन आम कार्यकर्ता मैंने किसी बुझी है तो आज्ञा आम टीम रे काम कर पार्मा किसी जेटा कि आम अभिज्ञता नहीं सार मैंने कहले आपण मैंने टीम रे दे सारी सामान मैंने चाषी मान मोबाइल बिपिला आसे तार सागे आम मैंने बतालु आपन को सार करनु आपन सब किसी जानि पकाले एक्चुअल जिनिसटा काणे सेम सेम जिनिस समस्त कहउछन गोटे कथा समस्त कहउछन बोले जिनिसटा राइट है बुझले कि एबे हमर डायरेक्टर सार गत मास रे हमर गिफ्ट लॉन्च करथिले आउ जे माने से गिफ्ट रो भागीदारी आज्ञा ताको गिफ्ट देबे आम नुआ नुआ बहुत पिला ना नुआ पिला गोटे उपदेश मुझे मिनिमम इनकम टाकू निजे सरकार जना
ଜଣା ଯଦି ନାହିଁ କୌଣସି ପିଲା ବି ବୁଝି ନିଅ କ'ଣ କଲେ କ'ଣ ମିଳିବ ସେଇଟା ମେଜର ଜିନିଷ। କାରଣ ନିହାତି ଦରକାର ନା କି ବାପୁ ଏ ମାସର ବୋଧେ ପ୍ରଥମ ଭଲ ନାଇଁ କି ବାପୁ ଘର 61 ୟୁନିଟ୍ସ କରିଛି ଏ ମାସର ପ୍ରଥମ ବିଜନେସ୍ ତାର ବହୁତ ଦିନ ଏକ୍ସପିରିଏନ୍ସ ବାପୁ 2 ମାସ ହେଲା ଦେଖା ନଥିଲା ହଠାତ୍ 100 ଜଣେ କରିକି ଆଜି ପହଞ୍ଚିଛି ସେନ୍ସେକ୍ସ ବଢ଼ିଗଲା। ଗୋଟେ ଜିନିଷ ପିଲେ ମନେ ରଖିବ ପର ଡେ ୱାଇଜ୍ ପ୍ଲାନ୍ କରିବ। ଆମେ ଏବେ ହିସାବ କରୁଥିଲୁ ସୁଶାନ୍ତର ମୋର 32 ୟୁନିଟ୍ ନାହିଁ 32 ୟୁନିଟ୍ ଆମେ ହିସାବ କରୁଥିଲେ 36ରେ କେତେ ଆସୁଛି 36ରେ ବିଜନେସ୍ କେତେ ପଇସା ଆସୁଛି 12,300 12,000 ତ ମିନିମମ୍ 12,000 କ୍ରସ୍ କରୁଛି ଆଉ 12,000 ମାନେ ପର ଡେ 400 ରୁପିଜ୍ ନାଇଁ କି 36 ୟୁନିଟ୍ କରିବାକୁ ହେଲେ ଆମକୁ ପର ଡେ ମିନିମମ୍ 400 ଟଙ୍କା ଆସୁଛି ତାପରେ 500 ତାପରେ 600 ତାପରେ 700 ଯେ ପ୍ଲାନ୍ କରିବାକୁ ପଡ଼ିବ। କାରଣ ନିହାତି ଆମେ କାମ କରିବା ମାନେ ଆମେ ଇନକମ୍ କରିବା ନିହାତି ଆବଶ୍ୟକ ହେଲା। ସଫ୍ଟୱେୟାରକୁ ନିହାତି ଆପଣମାନେ ତାର ଦେଖିକି କାଲକୁଲେସନ୍ କରିବେ ପ୍ଲସ୍ ସେ ଅନୁସାରେ କାମ ଯେମିତି ଆଗକୁ ଗଲେ ସେଭଳିଆ ପ୍ଲାନ୍ କରିବେ। ଓକେ ମୁଁ ଆଟଲିଷ୍ଟ ଆମ ତରଫରୁ ଏଇଟା ଆପଣଙ୍କୁ ସଜେସନ୍ କିନ୍ତୁ ଆପଣ ନିଜେ ତା ଭିତରେ ଦେଖିବାକୁ ପଡ଼ିବ। ଆମେ ଖାଲି କହିବା ଯେ ଏତେ କମୁଛି ଆମେ ଗତ ମାସରେ ଡିକ୍ଲେୟାର କରିଥିଲୁ କଷ୍ଟମର 7ଟାରୁ 14ଟା କଷ୍ଟମର 4 ୟୁନିଟ୍ ଲେଖା ବିକିବେ ଯେଉଁମାନେ ପର୍ କଷ୍ଟମରକୁ ସେମାନଙ୍କୁ ପର୍ କଷ୍ଟମର 30 ରୁପିଜ୍ ଲେଖା ଦେବା। 7 କଷ୍ଟମର ପ୍ରଥମ ତଳକୁ ହେଉଛନ୍ତି ସୁଜିତ ମହାଲିକ ଆମେ ଆଜି କଲା 4ଟା କଷ୍ଟମର 7ଟା କଷ୍ଟମର ପ୍ଲସ୍ କରୁଛ 210 ରୁପିଜ୍ ହେଲା। ଓକେ ସେକେଣ୍ଡ ହେଉଛି ତାପରେ ନିତ୍ୟାନନ୍ଦ ଦୀପ ସେ 210 7ଟା କଷ୍ଟମର ସେମାନେ ବିଜନେସ୍ ବି ବଢ଼ିଆ କରୁଛନ୍ତି ସେମାନେ ଆକ୍ଚୁଆଲି ବିଜନେସ୍ ବି 36 ଲେଖା କରୁଛନ୍ତି। ଆଚ୍ଛା ତାପରେ ଅଜିତ ମେହେର 210 ତାପରେ 240 ଯୋଉଠି କି ଅଛି ତାପରେ ରବି ଜଗତ 240 सुशांत महाकुट 270 ଆଉ ଗୋଟେ ଲିମିଟ ପୂର୍ବ ମାସର ନା କଣ ଆଉ ଗୋଟେ ଏଇଟା କୋଉ ମାସର ମେ ମାସର ଏଇ ମାସ ଦିଆ ହବ ଗିଫ୍ଟ ଷ୍ଟାଫ୍ ଆସିବି ଯିଏ ପ୍ରେଜେଣ୍ଟ ରହିବ ସେ ଗିଫ୍ଟ ନବ ଏବେ ପ୍ରେଜେଣ୍ଟ ରହିବ କଣ ଆଉ ଗୋଟେ କିଏ ଅଛନ୍ତି କିଶୋର ସାହୁ 210 किशोर साहू तापर आज गला 300 पार्टी द्वितीय मोई ସବୁବେଳେ गिफ्ट ନା ମାନେ ସବୁ ଆପି ନେଗଲେ ନା ଦ୍वितीय मोई तापर 300 वाला के चुनावनी बारी बेस्ट सबले कंटिन्यूस चले तापर रुसन मंतरा नोबला सबले 3 मास आपको देई चलती ये भलो बिजनेस करती कहतो तापरे संजीव छत्तर 300 रैंक दिए ना हाईएस्ट रैंक होची 330 अचीवमेंट करची
ବାପୁ ହେତୁ ହାଇଏଷ୍ଟ 330 11 କଷ୍ଟମର ଏ ମାସରେ 100 ୟୁନିଟ୍ କରୁଛି 100 ୟୁନିଟ୍ କେତେ ପଇସା ଆସେ ତଥାପି କେତେ ଆସେ 18 17 ଆସେ 17 18 ହଜାର ହୁଏ 100 ରେ ଆଗରୁ କରୁନ ସେ 80 କରିଛି ନା 80 କରିଛ କେତେ କେତେ ଆସେ ଏ ହିସାବ ଭଲ 80 କରିଯିବ ପୁରା କରିବ ଏ ମାସରେ କରିବ ହଉ ଏ ମାସରେ ସେମ୍ ଗିଫ୍ଟ କଣ୍ଟିନ୍ୟୁ କରିବା କରିବା ଯେ ସମସ୍ତେ ଟାର୍ଗେଟ ନ ବେଳେ ଆମର ମୁଖ୍ୟ ଉଦ୍ଦେଶ୍ୟ ପ୍ରଥମେ ବୁଝ ଯେଉଁମାନେ 36 ୟୁନିଟ୍ କରୁଛନ୍ତି 7ଟା କଷ୍ଟମର ନିହାତି ହେଉଛି 4ଟା ପର କଷ୍ଟମରକୁ ବିକିଲେ ତମେ ସେ ତା ଦେଖ ବିଜନେସ୍ 4ଟା କଷ୍ଟମରକୁ ବିକିଲେ ଆମେ ହିସାବ କରୁଛେ ଗୋଟେ 7 ରୁ 14 ଭିତରେ ଗୋଟେ ରେଞ୍ଜ 14 ପରେ 15 ରୁ ଆଉ ଗୋଟେ ରେଞ୍ଜ 25 ପରେ ଆଉ ଗୋଟେ ରେଞ୍ଜ ହେଲା 7 ରୁ 14 ହେଉଛି 30 ଟଙ୍କା पर कस्टमर माने पर ये जो कस्टमर ता परटा होची केते 40 ता परटा होची 50 अच्छा बापू जा तो माने दरमा पाइबो पाइबो एक्सेप्ट किंतु ता टार्गेट रहला से 11टा कस्टमर तो सुधा करछि 11टा कस्टमर करिया द्वारा मिनिमम प्रति कस्टमर को 4 5टा देई जोली तुम गिफ्ट पाइबो 4 5टा दवा द्वारा फायदा कोन आमे प्रथम सेटा टार्गेट फायदा कोन जे गोटे लोक गोटे दियंतु आज्ञा गोटे नहीं दियंतु जस्ट यूज करो बोली कहि दबा कथाटा टिके हल्का हो जो यदि 4टा प्रोडक्ट नहीं दिबो से निहाती ताके ऑब्जर्व करियो ओके आमु माने को 100 टका मानियो हम काई कोन कोइ मागुछो फाइन की हम ये लोग जाउ 10 टका तो भाई 10 टका दे सांग 10 टका बढ़ी दो राइट ना नहीं तो गोटे चासी जहाँ को 4 एकड़ पे प्लान माने 4टा यूनिट दौचे माने 2 एकड़ मिनिमम तो 2 एकड़ से इन्वेस्टमेंट कला से निहाते आर वर्ष फील करिवो जे बाकी 8 एकड़ की 7 एकड़ मोर केमती हिची ये 2 एकड़ मोर केमती हिची हो कि नहीं तो आसंदा वर्ष से हमको अधिक से दो जदि से फील करिवो जे मोर ये 2 एकड़ भलो चाष हिची आगो 8 7 एकड़ अपेक्षा ये 2 एकड़ मते भलो चाष हिची ताले निहाती से आर वर्ष को आपको अधिक बिजनेस दो ओके तो आम उद्देश्य रही एक्चुअली से ये गोटे आनुषंगिक जिन यहाँ कंटिन्यू कले दी बेस्ट है अधिक समय नबानी 2टा 10 है ये वाला भी होटेल वाला भी आसी खोजी गले सार खाई आने घर फेरी नहीं गले भोक समय जल्दी खाई दियो सैलरी जहाँ अच्छी आसिक नहीं ओके हाँ ना कौन अच्छी क्या तो जब आसुना जब वीडियो मीटिंग क्या होता था वो नाउ कौन दिला कि गिफ्ट दिला जे गिफ्ट बहुत दिला ना हां गिफ्ट दिला कौन दिला जे जेती कोई बस सेती टारगेट होला सेटा 10 टका लगा देवा दिला सेटा तुम लीडर मीटिंग मैनेजर मीटिंग अरे तबे हमर इडे दिला गुडे से मैनेजर बस पिला रो दिला अच्छा यार तो मुंडो टी चौका नहीं अरे शिशु लीडर मीटिंग मैनेजर मीटिंग तबे हम मैनेजर मीटिंग रहो मैनेजर मीटिंग 24 तारीख को 23 तारीख को जॉइनिंग आसंता सब बाकी सब जहाँ रहा सब 23 आसंता 23 रे कथा शनिवार दिन पाइयो बुझल से अचीवमेंट करछि जा सुशांत मान करछि अचीवमेंट आफ्टर मैरिज ओटे गजी ब्रेक दे दियो पिला सब कर दीछि ओते पिला 3 जन